गुरुजी प्रणाम। प्रणाम। गुरुजी, ଆମର ଯୋଉ ଗଞ୍ଜାମ ଡିଷ୍ଟ୍ରିକ୍ଟରେ ଦଣ୍ଡ ଯାତ୍ରା ହୁଏ, ସେ ଦଣ୍ଡ ଯାତ୍ରାରେ 13 ଦିନ 14 ଦିନ ସେ ଦଣ୍ଡ ଯାତ୍ରାକୁ ଖେଳନ୍ତି। ପ୍ରଥମ ଦିନ କଣ ହୁଏ, ଦଣ୍ଡ ଯାତ୍ରାର ପ୍ରଥମ ଦିନରୁ ପୂର୍ବରୁ ସେ କଣ କରନ୍ତି, ତାଙ୍କର ଗୋଟେ ବହୁତ ବଡ ମିଟିଂ ହୁଏ। ସେଇଠି କଣ କରନ୍ତି, ତାଙ୍କର 13 ଦିନ ପର୍ଯ୍ୟନ୍ତ କିଛି ଯେମିତି ଲଟରୀ ସୁବିଧା ହୁଏ ସେମିତି ପକାନ୍ତି। 13 ଦିନ ପର୍ଯ୍ୟନ୍ତ କଣ ହୁଏ ସେଠି, ଯିଏ ଯିଏ ସେଠି ପକାନ୍ତି ଯାର ଯାର ମାନସିକ ଯୋଉ ରଖନ୍ତି, ସେ ମାନସିକରେ କଣ ହୁଏ, ଆଜି 13ଟା ଗାଁକୁ ସେମାନେ ରଖିଥାନ୍ତି ଅପସନରେ। ତ 13ଟା ଗାଁକୁ ଅପସନରେ ରଖିଥାନ୍ତି। ପ୍ରଥମ ଦିନ ନିଜ ଗାଁରେ ଯୋଉ ଯୋଉ ଗାଁରେ ଦଣ୍ଡଯାତ୍ରା ରହିଛି, ପ୍ରଥମ ଗାଁରେ ସେ କଣ କରନ୍ତି, ଦିନ ଯାକ ସେମାନେ ଉପବାସ ରୁହନ୍ତି। କମ ସେ କମ ଗୋଟେ ଗୋଟେ ଗାଁରେ 30-40 ଜଣ ଦଣ୍ଡ ଯାତ୍ରାରେ ସେ ସାମିଲ ହୁଅନ୍ତି। ଆଉ ସେମାନେ ଘରୁ ଯେତେବେଳେ ଯାଆନ୍ତି, ଯେମିତି କି 3ଟା ଗାର କାଟିକି ଲକ୍ଷ୍ମଣ ଯେମିତି ଯାଇଥିଲେ, ସେମିତି ସେ ଘରୁ କାଟି ଦେଇ ଯାଆନ୍ତି, ଯେମିତି କି ଘର ସହିତ ସେମାନଙ୍କର ସମ୍ବନ୍ଧ କିଛି ବି ନୁହଁ। ତ ସେଇଠି କଣ ହୁଏ, ଯୋଉ ଦଣ୍ଡ ଯାତ୍ରା ଯାଆନ୍ତି ସେ ପ୍ରଥମ ଦିନ କଣ କରନ୍ତି, ଦିନ ଯାକ ଉପବାସ ରୁହନ୍ତି। ଉପବାସ ରହିକି ସେ କଣ କରନ୍ତି, ଗୋଟେ ପୋଖରୀରେ ସେ କଣ କରନ୍ତି, ସେଠି କିଛି ଗୋଟେ ତାଙ୍କର ନୀତି ନିୟମ ରଖନ୍ତି। ତା ପର ଦିନ ସେ ଗାଁ ଗାଁ ବୁଲନ୍ତି। କିଛି କିଛି ଗାଁ ଯୋଉ ଯୋଉ ଗାଁ ସେମାନେ ଅପସନରେ ରଖିଥିଲେ, ସେଇ ଗାଁକୁ 13 ଦିନ ଯାକ ବୁଲନ୍ତି। କିନ୍ତୁ 13 ଦିନ ଯାକ ଭିତରେ ସେ କଣ କରନ୍ତି, ସକାଳୁ ସେମିତି ହିଁ ଭୋକରେ ଥାଆନ୍ତି। ଯୋଉ ଯୋଉ ଗାଁରେ ହୁଏ ସେ ଗାଁରେ ସେ ଯେମିତି କି ଠାକୁରଙ୍କୁ ଡାକନ୍ତି। ସେଇ ଗାଁରେ କଣ ହୁଏ, ମତେ ବହୁତ କଷ୍ଟ ଲାଗେ, ଏତେ ଶରୀରକୁ କଷ୍ଟ ଦିଅନ୍ତି। ସେ ତାତିଲା ମାଟି ଯେମିତି କି ନଦୀର ବାଲିକୁ ଆଣିକି ପକାନ୍ତି। ନଦୀର ବାଲିରେ ସେମାନେ ନିଜର ଦେହରେ ବି ଗୋଟେ ଜିନିଷ କପଡା ଥିବ, ଦେହ ପୁରା ପୁରା ଖାଲି ଦେହ ଥିବ। ସେ ଖାଲି ଦେହରେ ସେ ପୁରା ଗରମ ଗରମ ମାଟିରେ ସେ ପୁରା ନିଜକୁ ପୁରା ଯେମିତି ଦଣ୍ଡ କରୁଛନ୍ତି ସେଇ ପ୍ରକାର ଗଣନ୍ତି। ତା ଭିତରେ ଗୁରୁଜୀ ଗୋଟେ ଆଶ୍ଚର୍ଯ୍ୟଜନକ କଥା, ଏଇଟା ମୂର୍ଖାମୀ ଭଳି ମତେ ଲାଗୁଛି। ଯେମିତି କି କୁହନ୍ତି ଦେହକୁ ଠାକୁରାଣୀ ଆସନ୍ତି, ସେଇ ପ୍ରକାର ଜିନିଷ ବି ସେମାନେ ଖେଳନ୍ତି। କିଛି ଝୁଣାର ଆୟୋଜନ କରନ୍ତି, ଦିନ ଯାକ ଉପବାସ ରୁହନ୍ତି। ସନ୍ଧ୍ୟା 4ଟା ହେଇଗଲେ ସେ ଗୋଟେ ପୋଖରୀକୁ ଯାଆନ୍ତି, ସେଠି ଗାଧାନ୍ତି। ପୁଣି ସେଇଠୁ ସେ ପୋଖରୀରୁ ନିଜ ଗାଁକୁ ଆସିବା ରାସ୍ତା ପର୍ଯ୍ୟନ୍ତ ସେମାନେ କଣ କରନ୍ତି, ଗୋଟେ ଝୁଣା ମୁଠା କରିକି ସେମାନେ ଖେଳି ଖେଳି ଆସନ୍ତି। ଖେଳି ଖେଳି ଆସନ୍ତି, ତାପରେ ସେଇଠୁ କିଛି ତାଙ୍କର ଥାଏ ପଣା, ସେ ପଣାକୁ ସେ ଖାଆନ୍ତି। ରାତି 12ଟା ହେଲେ ସେ 1.5 ମୁଠା ଖାଦ୍ୟ, ଭାତ ଆଉ ଡାଲମା ରହିବ। ଡାଲମାରେ କିଛି ବି ଫୁଟଣ ନଥିବ, ଭାତ ଆଉ ଡାଲମା ଥିବ। ସେ ରାତି 12ଟା ହେଲେ ସେ ନିଃଶବ୍ଦ ରାତିରେ ସେମାନେ ଖାଆନ୍ତି। ଏସବୁ ଜିନିଷ 13 ଦିନ ପର୍ଯ୍ୟନ୍ତ, 12 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଉ ଯୋଉ ଗାଁରେ ମାନସିକ ଥାଏ ସେ ଗାଁକୁ ସେ ଯାଆନ୍ତି। ଯେତେବେଳେ 13 ଦିନ ହେଇଯାଏ, ସେ 13 ଦିନରେ ସେ ଦିନ ଯାକ ଉପବାସ ଥାଆନ୍ତି। ଯେମିତି ଖେଳନ୍ତି ଦଣ୍ଡ ଯାତ୍ରା ସେମିତି ଖେଳନ୍ତି। ବହୁତ କଷ୍ଟ ଗୁରୁଜୀ, ମାନେ ଏତେ କଷ୍ଟ ଦେଖିଲେ ଲାଗେ ନିଜ ଦେହଟାକୁ ଖାଲି ପାଦରେ ବି ଯାଆନ୍ତି। ଏତେ ପାଦରେ ରକ୍ତ ଥିବ, ଦେହ ପୁରା ଫୋଟକା ଫୋଟକା ହେଇଯାଇଥିବ, ତାତିଲା ମାଟିରେ ସେ ଗଡନ୍ତି। ଯେତେବେଳେ 13 ଦିନ ହେଇଯିବ ଗୁରୁଜୀ, ଦିନ ଯାକ ସେ ଭୋକରେ ଥାଆନ୍ତି। ସନ୍ଧ୍ୟା 4ଟା ହେଲେ ତାଙ୍କୁ ଗୋଟେ ଯଜ୍ଞ ଭଳିଆ ଗୋଟେ ମାନେ କରନ୍ତି। ସେଇ ଯୋଉ ନିଆଁ ଜଳେ ତାଙ୍କୁ ଓଲଟା କି କରିକି ତାଙ୍କୁ ପୁରା ପକାନ୍ତି। ଏମିତି ଓଲଟା କରିକି ପକାନ୍ତି, ଯୋଉ ପର୍ଯ୍ୟନ୍ତ ତାଙ୍କ ନାକରୁ 2 ଠୋପା ରକ୍ତ ନ ବାହାରିଛି, ସେଇ ଯଜ୍ଞରେ ଯୋଉ ଯଜ୍ଞ ଯୋଉ ଥଳି ଅଛି ସେ ପଡିଲା ପର୍ଯ୍ୟନ୍ତ ତାକୁ ସେମିତି ହିଁ ରଖନ୍ତି। କିନ୍ତୁ ସେ ଭିତରେ ଗୁରୁଜୀ କଣ ହୁଏ, ମୁଁ ନିଜେ ଦେଖିଛି, ମତେ ଏତେ କଷ୍ଟ ଲାଗୁଛି। ସେ ଭିତରେ କଣ ହୁଏ, ସେ ମୁଣ୍ଡରୁ ପୁରା ଦେହ ପର୍ଯ୍ୟନ୍ତ ସେ ଲୋକ ପୁରା ଅଧା ପୁରା ପୋଡିଯାଏ। ଓହୋ ହୋ। ଓହୋ। ପୋଡିଯାଏ। ସେଇଠୁ ସେ କଣ ପୁରା ପୋଡିଯାଏ। ପୋଡି ଯାଇକି ସେଇଠୁ 2 ଠୋପା ରକ୍ତ ଯୋଉ ବାହାରିଲା ପରେ ସେ ଲୋକକୁ ସେଇଠୁ ଯାଇକି କଢାଯାଏ। ଏତେ କଷ୍ଟ। ତାପରେ ଗୁରୁଜୀ ଆଉ ଗୋଟେ ଜିନିଷ, ଏଇଟା ଏଇଠି ଗୋଟେ ଗୋଟେ ଛୋଟ ତେର ପ୍ରଶ୍ନ ଦିନର ପଚାରିବା କଥା। ପାଇଁ ଚାହୁଁଛି ମୁଁ। ସେ ବ୍ୟକ୍ତି ଯିଏ ଆଜ୍ଞା ଦଣ୍ଡ ରୂପରେ ସେଠି ବନ୍ଧା ହଉଛନ୍ତି କିମ୍ବା ଯିଏ ବୁଲୁଛନ୍ତି, ସେ ତାଙ୍କ ନିଜ ସ୍ୱ ଇଚ୍ଛାରେ ଆଜ୍ଞା ସବୁ କାମ କରୁଛନ୍ତି? ଗୁରୁଜୀ, ତାଙ୍କର ଗୋଟେ ପ୍ରଥା ଅଛି। ତାଙ୍କର ଆଜ୍ଞା। ଯୋଉ 15 ଜଣ 30 ଜଣ ଥିବେ, ତାଙ୍କର ଯିଏ ହେଡ ଥିବ, ସବୁଠୁ ଯିଏ ହେଡ ଥିବେ ତାକୁ କୁହାଯାଏ ପାଟ ଦଣ୍ଡୁଆ। ସେ ପାଟ ଦଣ୍ଡୁଆକୁ ତାଙ୍କର ପୁଣି ନୀତି ନିୟମ ଗୋଟେ ଅଛି, ଆଗରୁ ଗୋଟେ ସେ ନୀତି ନିୟମ ଅଛି, ତାଙ୍କୁ ହିଁ ସେଇଠି ରଖାଯିବ। ସେଇଠୁ ହିଁ ଯେତେବେଳେ ବ୍ଲଡ ଟା ନାକରୁ ସେ ଯଜ୍ଞ ପିଣ୍ଡରେ ପଡିବ, ସେତେବେଳେ ଯାଇକି ଓହ୍ଲାଯିବ। ପୁଣି ଏତିକି ସରିଲା ପରେ ଗୁରୁଜୀ, ତାଙ୍କର 14 ଦିନ ସରିଗଲା, 15 ଦିନ ସରିଗଲା, 16 ଦିନରେ କଣ ହବ, ତାଙ୍କର ଗୋଟେ ବଳି ପ୍ରଥା ରୁହେ। ବଳି ପ୍ରଥା ଗୁରୁଜୀ, ଏମିତି ବଳି ପ୍ରଥା ନାହିଁ। ତାଙ୍କର ଗୋଟେ ଯେମିତି କି 30-40 ଜଣ ଯୋଉ ଯାଇଥିଲେ, ସେ 30-40 ଜଣଙ୍କୁ ଏକାଠି କରାଯିବ। ତାଙ୍କର ସେଇଠି ଗୋଟେ କଣ କରାଯିବ, ଭାତ ସହିତ ମାଂସ ରନ୍ଧାଯିବ। ଯେମିତି କି ଗୋଟେ ଛେଳିକୁ ରଖିଥିବେ,
ଗୋଟେ ଦୁଇଟା ନୁହଁ ଗୁରୁଜୀ, ଏମିତି କି 30-40ଟା ରଖାଯିବ, କୋଉ ଜାଗାରେ 108 ପୁରା ରଖାଯିବ। ଏଇ ପ୍ରକାର ରଖିକି ତାଙ୍କୁ ସେଇ ବଳିକୁ ଦିଆଯିବ, ସେଇଟା ପୁଣି ଠାକୁରାଣୀ ଖାଇବେ। ସେ ଶହେ ବ୍ଲଡ ଆଠଟା ଟାକୁ ଛେଳି ନେଇକି ଏକାଥରେ ଠାକୁରାଣୀ ବଳି ଦିଆହବ? ବଳି ଦିଆଯିବ। କୋଉ ଜାଗାରେ 108ଟା ଅଛି, କୋଉ ଜାଗାରେ 30-40 ଅଛି, ଏମିତି ପ୍ରକାର କରନ୍ତି। ସେଇଠି ଏମିତି ରଖିକି ଗୁରୁଜୀ ସେଇଟାକୁ ମାଂସକୁ ରନ୍ଧାଯିବ, ଆଉ ସେଇ ବ୍ଲଡ ଟାକୁ ମା ଠାକୁରାଣୀଙ୍କ ସାମ୍ନାରେ ହିଁ ତାକୁ ହଣାଯିବ। ସେଇ ଜିନିଷ ସେଇ ତାକୁ ରାନ୍ଧିକି ଖାଇକି ସେମାନେ ସେଇଠୁ ଆସିବେ। ଏଇଟା କେତେ ଦୂର ଗୁରୁଜୀ ଠିକ, କେତେ ଦୂର ଏସବୁ ଜିନିଷ ଏଇ ଅନ୍ଧବିଶ୍ୱାସ ଚାଲିଥିବ। ଆଉ ଗୋଟେ ଗୁରୁଜୀ ଗୋଟେ କଥା କହିବି, ତାଙ୍କର ଗୋଟେ ଆଳତି ହୁଏ। ସେ ଆଳତିରେ କିଛି କିଛି ଲୋକଙ୍କର ମାନସିକ, ଯେମିତି କି ତାର ପୁଅର କିଛି ପୁଅକୁ ଆଶା କରନ୍ତି, କିଛି କିଛି ମୋ ପୁଅକୁ ଜବ୍ ହେଇଯାଉ, କିଛି କିଛି ଲୋକଙ୍କର କୋଉ ପ୍ରକାର ମାନସିକ ଥାଏ। ସେଇଠି ଗୋଟେ ସନ୍ଧ୍ୟାରେ ଗୋଟେ ବହୁତ ବଡ ଆଳତି ଥାଏ, ସନ୍ଧ୍ୟା ଆଳତି ବୋଲି ତା ନାଁ ଅଛି। ସେ ଆଳତିରେ ଠାକୁରାଣୀ ଦେହକୁ ଆସନ୍ତି, ପୁଣି ସେଟା କୁହନ୍ତି। ଆଉ ଗୋଟେ ଜିନିଷ ଗୁରୁଜୀ ମୁଁ ସେଠି ଲକ୍ଷ୍ୟ କରିଛି, କିଛି କିଛି ଲୋକଙ୍କର ରାଗ ଥାଏ। ଏଇଟା କେତେ ଦୂର କହିବାଟା ଠିକ ହବ, କିନ୍ତୁ ମୁଁ ଏଇଟା କହିବି, ମତେ କାହିଁକି ଏସବୁ ଜିନିଷ ଦେଖିକି ବହୁତ ମାନେ କଷ୍ଟ ହୁଏ। ଯାହା ଯାହାର ରାଗ ଥିବ ନା, ସେ ରାଗଟାକୁ ଗୋଟେ ଯୋଉ ପିଞ୍ଛ ବାଡି ନାହିଁ, ପିଞ୍ଛ ବାଡି ଦ୍ଵାରା ସେମାନେ ତାକୁ ବାଡାନ୍ତି। ଏମିତି ନାହିଁ ଯେ ପୁରୁଷକୁ ଅଲଗା ସ୍ତ୍ରୀକୁ ଅଲଗା, ପୁରୁଷକୁ ଯେମିତି ସ୍ତ୍ରୀକୁ ସେମିତି। ମୁଁ ଏମିତି ଦେଖିଛି ଗୁରୁଜୀ, ପିଠି ବି ପୁରା ଛାଲ ବି ଉତରି ଯାଇଥିବ। ଆଉ ସେଇଟା କୁହନ୍ତି ଯେ ମୋ ଦେହକୁ ଠାକୁରାଣୀ ଆସିଥିଲେ, ମୁଁ ଏଇଟା ବାଡେଇଛି, ସେଟା ଠାକୁରାଣୀ ବାଡେଇଛି। ମାନେ ଭଗବାନଙ୍କର ନାଁ ହବ, କିନ୍ତୁ ଏମାନେ ସେ କାର୍ଯ୍ୟଟା ଟିକେ କରୁଛନ୍ତି। ଆଉ ଏଇଟା ଟିକେ କେତେ ଦୂର ସ୍ପଷ୍ଟତା ଗୁରୁଜୀ କରିବେ, ଆଉ ଟିକେ ସ୍ପଷ୍ଟ କରିବେ, ମାନେ ରାଗ ଥାଏ ମାନେ କାହାର ରାଗ ଥାଏ, କିଏ କାହାକୁ ବାଡାନ୍ତି, ଟିକେ ଏଇ ଜିନିଷଟା ଆଉ ଟିକେ ସ୍ପଷ୍ଟ କରିବେ। ଧରନ୍ତୁ ଦଣ୍ଡରେ ଯଦି ସେଇ ବ୍ୟକ୍ତି ଯାଇଛି, ତ ସେଇ ଦଣ୍ଡର ଯୋଉ ବ୍ୟକ୍ତି ଅଛନ୍ତି ତାଙ୍କର କିଏ ରିଲେଟିଭ ଯାଇଥିବେ ସେଇଠି, ନହେଲେ ଯଦି କିଛି ଶତ୍ରୁତା ଥିବ ସେଇଠି, ସେ କଣ କରନ୍ତି, ମିଛରେ ମୋ ଦେହକୁ ଠାକୁରାଣୀ ଆସିছে କହିକି ସେ ଯୋଉ ଝୁଲରେ ମାରନ୍ତି, ସେ ସ୍ତ୍ରୀ ହଉ କିମ୍ବା ପୁରୁଷ ହଉ, କିମ୍ବା ଏମିତି କି ମୁଁ ଦେଖିଛି ସେଇ ଗୁରୁଜୀ ଦଣ୍ଡ ବ୍ୟକ୍ତିକୁ 8-10 ମାରନ୍ତି କି, ବର୍ଷ। ଯିଏ ଦଣ୍ଡରେ ଅଛନ୍ତି ନାଇଁ ତାଙ୍କୁ ନାଇଁ, ଅଲଗା ଲୋକଙ୍କୁ। ନାଇଁ, ଅଲଗା ଲୋକଙ୍କୁ। ସେ ଆଚ୍ଛା ଆଚ୍ଛା ଯାଆନ୍ତି ନା ମାନସିକ ପୂରଣ କରିବା ପାଇଁ ବୋଲି, କିଛି ଆଚ୍ଛା ସନ୍ଧ୍ୟା ଆଚ୍ଛା। ଆଳତି ହୁଏ ବୋଲି। ସିଏ ସେଇଠି, ମୁଁ ଏସବୁ ଜିନିଷ ଦେଖିଛି ଗୁରୁଜୀ, ମତେ ସେସବୁ ଜିନିଷ ଦେଖିକି ଏତେ ମାନେ ଥରେ ଥରେ ମୁଁ କାନ୍ଦିଛି, ସେଇ ଜାଗାରେ ବି ମୁଁ କାନ୍ଦିଛି। ଏତେ ଏମିତି ଅମାନସିକ ଭଳି, ଗୋଟେ ପଶୁ ଭଳି ତାକୁ ପୁରା ପିଠିରୁ ଛାଲ ଉତରିଲା ପର୍ଯ୍ୟନ୍ତ ବାଡାନ୍ତି। ଓହୋ ହୋ ହୋ ହୋ। ଆଉ ସେଇଠି ବି ଗୁରୁଜୀ ଆଉ ଗୋଟେ ଜିନିଷ ମୁଁ ଦେଖିଛି, ବାଡାନ୍ତି, ପୁଣି ତାକୁ ପାଣି ଆଣିକି ଦିଅନ୍ତି, ପୁଣି କିଛି କିଛି ଗୁଆ ଦିଅନ୍ତି, ଯେ ଗୁଆ ଟା ଖାଇଦିଅ ତମର ଏଇ ମାନସିକ ପୂରଣ ହବ। କିନ୍ତୁ ମୁଁ ଗୁରୁଜୀ କିଛି କିଛି ଜାଗାରେ ଦେଖିଛି ସେଇ ସବୁ ଜିନିଷ ପୂରଣ ବି ହେଇନି। ଟିକେ ଟିକେ ମୁଁ ଏଇ କଥାଟାକୁ ଆଉ ଟିକେ, ମାନେ ହସ ମାଡୁଛି, ହସିବା କଥା ନୁହଁ, ଏ ବହୁତ ସିରିୟସ ମ୍ୟାଟର। ଆଗ ଆମେ ହସୁଛେ, ହସ ମାଡୁଛି। ଭାବି ନିଅନ୍ତୁ, ଭାବି ନିଅନ୍ତୁ ଜଣେ ପତି ପତ୍ନୀ ଯାଇଛନ୍ତି, ପତ୍ନୀଙ୍କର ଆଜ୍ଞା ପତି ଉପରେ ରାଗ ଅଛି, ପତ୍ନୀ କହିବେ ମୋ ଦେହ ଠାକୁର ଆଜ୍ଞା ଆସିଲେ, ସେଠୁ ପତିଙ୍କୁ ବାଡେଇବେ, ଏମିତି ହୁଏ ନା? ଗୁରୁଜୀ, ଏଇଟା ବି ହେଇଛି, ଏଇଟା ଓହୋ। ବି ହେଇଛି। ଆଉ ଗୋଟେ ଜିନିଷ କହିବି ଗୁରୁଜୀ, କିଛି କିଛି ଗାଁ ମାନଙ୍କ ଭିତରେ କିଛି କିଛି ଶତ୍ରୁତା ବି ଥାଏ ନା। ଆଜ୍ଞା ଗାଁ ବାହାରେ ବି ଶତ୍ରୁତା ଥାଏ, ଗାଁ ବାହାରେ ବି, ଗାଁ ଭିତରେ ବି ଶତ୍ରୁତା ଥାଏ। ତ ଏଇଠି କଣ ହେଇଛି, ସେ ଯୋଉ ବ୍ୟକ୍ତି ଦଣ୍ଡରେ ଯାଏ, ତାକୁ ଯଦି ଠାକୁରାଣୀ ଆସନ୍ତି କି ନ ଆସନ୍ତି, ସେ ମିଛରେ ବି ସେଠି କହିକି ଗୋଟେ ଛୁଲ, ଗୋଟେ ଯେମିତି କି ଯୋଉ ପିଞ୍ଚ ବାଡି କୁହନ୍ତିନି, ସେ ଆଜ୍ଞା ପିଞ୍ଚ ବାଡି ଧରିକି ସେ ଲୋକ ମାନସିକ ସହିତ ସିଏ ଶୋଇ ପଡିଥିବ, ଯେମିତି ଷଷ୍ଠାଙ୍ଗ ପ୍ରଣାମ କରନ୍ତି ସେଇ ପ୍ରକାର ସେ ଶୋଇ ଯାଇଥିବ। ଆଜ୍ଞା। ସେଇଠୁ ସେ ଲୋକକୁ ସେଇଠୁ ଉଠେଇକି ବାଡାନ୍ତି। ସେଇଠି ଆଚ୍ଛା, ସେଇଠି ବି ଏଠି ସେ ଲୋକ ବି। ଆଉ ଗୋଟେ ଛୋଟ କଥା, ମୁଁ ଟିକେ ଜଷ୍ଟ ବୁଝିବା ପାଇଁ ଚାହୁଁଛି। ଭାବି ନିଅନ୍ତୁ ଆପଣ ଆଜ୍ଞା ଦଣ୍ଡରେ ଅଛନ୍ତି, ମୁଁ ଆପଣଙ୍କ ଶତ୍ରୁ, ମୁଁ ଆପଣଙ୍କୁ ଜାଣିଛି ଆପଣ ଆଜ୍ଞା ମୋ ଶତ୍ରୁ ବୋଲିକିରି, ତାହେଲେ ମୁଁ ଜାଣିକିରି ଆଜ୍ଞା। ମୁଁ ସେଠିକି କାହିଁକି ଯାଏ? ମତେ ତ ମୁଁ ମାଡ ଖାଇବି, ମୁଁ ଜାଣିଛି, ସେଠିକି କାହିଁ ଯାଆନ୍ତି ସେ ବ୍ୟକ୍ତି? କାହିଁକି ନା, କାହିଁକି ସିଏ ଭାବନ୍ତି ମୋର ମାନସିକ କିଛି ଅଛି, ମୁଁ ସେଠିକି ଯଦି ଯାଏ ମତେ ମାନସିକ ହିସାବରେ କିଛି ଗୁଆ ଦିଅନ୍ତି, ସେ ଗୁଆ ମାଧ୍ୟମରେ ମୁଁ ଖାଇକି ମୋର ମାନସିକ ପୂରଣ କରିଦିଏ। କିଛି କିଛି ଅଛି। ଆଉ ଗୋଟେ ଜିନିଷ କହିବି, ବହୁତ ବଡ ହସର କଥା, ଦୁଃଖର ବି କଥା ଗୁରୁଜୀ, ସେ ଦଣ୍ଡ ଯାତ୍ରାରେ କଣ ହୁଏ, ଯଦି ବି ଗୁଆ ଯଦି ନ ଦିଅନ୍ତି, ତାହେଲେ ମୁଁ ଏଇ ମାନସିକ ପୂରଣ କରିଦେବି, ତୁ ମତେ ନେଇକି ପୁଣି ତୋ ଜାଗାରେ ମତେ ପୁଣି ଦଣ୍ଡ ଯାତ୍ରା କରେଇବୁ, ଏଇ ବର୍ଷ ନହେଲେ ଆର ବର୍ଷ ପୁଣି କରେଇବୁ। ଏସବୁ ଜିନିଷ ଗୋଟେ କୁହନ୍ତି, ଯୋଉଟା କି ଏତେ ବଡ ସଂସ୍ଥା ସେ ଭିତରେ ଗୋଟେ ହେଇଯାଇଛି, ସେମାନେ ଏ ମାଧ୍ୟମରେ ପଇସା ବି ଶୋଷଣ ବି କରନ୍ତି। ବଢିଆ, ଭଲ ଲାଗିଲା କଥାଟା ଶୁଣିକିରି। ଏ କଥା ଉପରେ ନିହାତି ଗଭୀର ଭାବରେ ଚର୍ଚ୍ଚା ହବାର ଆବଶ୍ୟକ ଅଛି। ସର୍ବପ୍ରଥମ ତ ନିହାତି ମୁଁ ଯଦି କହିବି, ସାଧନାକୁ ଯେତିକି ମୁଁ ଅନୁଭବ କରିଛି କିମ୍ବା ଶାସ୍ତ୍ରକୁ ଯେତିକି ମୁଁ ପଢିଛି, ଏଠି ବାରମ୍ବାର ଗୋଟେ କଥା ଆପଣ କହୁଛନ୍ତି, ଯାତ୍ରା ଯାତ୍ରା ଯାତ୍ରା। ଯାତ୍ରା ମାନେ ଅଭିନୟ, ଆଜ୍ଞା ବୁଝିପାରୁଛନ୍ତି? ଆଜ୍ଞା ଦଣ୍ଡ ଯାତ୍ରା ରୂପକ ଆଜ୍ଞା ସେ ଅଭିନୟକୁ
ଆଚରଣ କରି ମାଧ୍ୟମ କରି ଇନ୍ଦ୍ରିୟ ସୁଖର ଯୋଜନା ସେଠି ଚାଲିଛି। ଇନ୍ଦ୍ରିୟ ସୁଖର ଯୋଜନା ଆପଣ ଯୋଉ କହିଲେ ଆଜ୍ଞା 108ଟା ଛେଳିଙ୍କୁ କାଟିଦେବା, ବଳି ଦେବା, ଏଟା ସମ୍ପୂର୍ଣ୍ଣ ଇନ୍ଦ୍ରିୟ ସୁଖର ଯୋଜନା, ସମ୍ପୂର୍ଣ୍ଣ ଇନ୍ଦ୍ରିୟ ସୁଖର ଯୋଜନା। ଏଠି ଦେଖନ୍ତୁ, ନିହାତି ସର୍ବପ୍ରଥମେ ଆମେ ବୁଝିବା ଠାକୁରଙ୍କୁ ଆମେ ଉଚ୍ଚ ସ୍ଥାନ ଦେଇଛେ। ଆମେ ଜାଣି ଆଜ୍ଞା ଅଜାଣତରେ ଅନ୍ତଃ ମନରେ ଏ କଥାକୁ ବି ମାନିଛେ ଠାକୁର ହେଲେ ସର୍ବଶକ୍ତିମାନ, ସର୍ବଶକ୍ତିଶାଳୀ, ଆଜ୍ଞା ବୁଦ୍ଧିମାନ ଆଉ ସର୍ବଜ୍ଞ, ସବୁ କିଛି ମାନେ ସବୁଠାରୁ ଶ୍ରେଷ୍ଠ, ସବୁଠାରୁ ଉଚ୍ଚ ସ୍ଥିତିରେ ଠାକୁର ଅଛନ୍ତି। ଏ କଥାକୁ ଅନ୍ତ ମନରେ ଜାଣି ଅଜାଣତରେ ଆମେ ସ୍ୱୀକାର କରିଥାଉ, ମାନିଥାଉ। ସେଇ ମାନସିକ ସ୍ଥିତିକୁ ନେଇକିରି ଆମେ ଅନେକ ଜିନିଷକୁ ବି ପରଖୁଥାଉ, ମନ୍ତ୍ର ତନ୍ତ୍ର ଯନ୍ତ୍ର ଏସବୁ କଥା ମାଧ୍ୟମରେ ଆମେ ଦେଖନ୍ତୁ ଠାକୁରଙ୍କର ମାୟାକୁ, ଅସଲି ମାୟାକୁ ଆମେ ଧରି ପାରିନଥାଉ। ଅସଲି ମାୟା କଣ? ଅସଲି ମାୟା ହେଲା ମଞ୍ଜିରେ ଗୋଟେ ଛୋଟ ଗୋଟେ ମାଟିରେ ଗୋଟେ ଛୋଟ ମଞ୍ଜିଟା ଆମେ ପୋତି ଦଉଛେ, ସେ ଛୋଟ ମଞ୍ଜି କେତେବେଳେ ବିଶାଳ ବଟ ବୃକ୍ଷ ହେଇଯାଉଛି, ଏଇଟା ଗୋଟେ ମାୟା। ନିଶ୍ଚୟ ନଦୀ କୋଉଠି ଜନ୍ମ ହଉଛି, ସେ ଆଉ ଥରେ ଯାଇକିରି ସମୁଦ୍ରକୁ ଖୋଜିକିରି କୋଉ ସମୁଦ୍ରରେ ଯାଇକି ମିଶି ଯାଉଛି, ଏଇଟା ଗୋଟେ ଅସଲି ମାୟା। ନିଶ୍ଚୟ ପୃଥିବୀ ବୁଲୁଛି, କୋଉ ଶକ୍ତିର ଆଧାରରେ ବୁଲୁଛି, ଏତେ ବଡ ପିଣ୍ଡ ବୁଲୁଛି, ଏଇଟା ହେଲା ମାୟା। ଆଜ୍ଞା ଋତୁ ପରିବର୍ତ୍ତନ ହଉଛି, ଖରା ଦିନ ତାପରେ ବର୍ଷା ଦିନ ତାପରେ ଶୀତ, ଏ ଯୋଉ ପରିବର୍ତ୍ତନ, ଋତୁ ପରିବର୍ତ୍ତନ ହଉଛି, ଏଇଟା ହେଲା ଗୋଟେ ମାୟା। ମାୟା ହେଲା ସୃଷ୍ଟି, ମାୟା ହେଲା ଦେଖନ୍ତୁ କେତେ ସେଇ ମାଟି ଏକ, ସେଇ ଏକ ମାଟିରୁ ଖଟା ପିତା ରାଗ କଷା ବିଭିନ୍ନ ରୁଚି ଉତ୍ପନ୍ନ ହଉଛି, ଏଇଟା ମାୟା। ଶରୀର ଦେଖନ୍ତୁ ନିଶ୍ଚୟ କେତେ ଛୋଟ ଶରୀର ଜନ୍ମ ହଉଛି, କେତେ ବିରାଟ କାୟା ନେଇକିରି ଆଉ ଥରେ ମୃତ୍ୟୁ ପରେ ଶରୀର ଅଦୃଶ୍ୟ ହେଇଯାଉଛି, ଏଇଟା ହେଲା ମାୟା। ନିଶ୍ଚୟ ମାୟା, ଏସବୁ ଜିନିଷ ମାୟା। କିନ୍ତୁ ଠାକୁରଙ୍କର ଏ ମାୟାକୁ, ଏ ଲୀଳାକୁ, ଏ ଚମତ୍କାରକୁ ଆମେ ଗ୍ରହଣ ନ କରିପାରି ଅବିବେକୀ ହେଇକିରି ଆମେ କଣ ସୁପର ଷ୍ଟେସନରେ ବାନ୍ଧି ହେଇଯାଇଥାଉ। ସୁପର ଷ୍ଟେସନ ମାନେ ଠାକୁର ନାଗିଲେ କିଏ ଯଦିଓ କିଛି ସାମାନ୍ୟ ସ୍ଥିତିରେ କୋଉ କାମ କରିପାରୁନାହାନ୍ତି, ସେ ଯଦି ଟିକେ ସାହସୀ କାମ କରିଦେଲେ ଆମେ କହୁଛେ ଠାକୁର ନାଗିଲେ। ଆପଣ ଦେଖିଥିବେ ଠାକୁର ନାଗିଲେ କିଛି ଲୋକ ଦାନ୍ତରେ ଗରାକୁ କାମୁଡିକିରି ନେଇକିରି ପଳାନ୍ତି, ସେ ନାଚନ୍ତି, ଦଶ ଗୁରୁଜୀ ଫୋପାଡ଼ି ଏଇ ଦିଅନ୍ତି। ଏଇ ଟାଇପ ର ହିଁ ହୁଏ, ଏଇ ଟାଇପ ର ହୁଏ ହିଁ ହୁଏ, ମୁଁ ହୁଏ ଜାଣିଛି, ଦୁଇଟା ଅଳ୍ପ ବହୁତ ମୁଁ ବି ଜାଣିଛି। ହଁ ଆପଣ ଯଦି ସାଉଥ ଇଣ୍ଡିଆ ଆଜ୍ଞା ଯିବେ, ସାଉଥ ଇଣ୍ଡିଆ ତାମିଲନାଡୁ ହେରିକା ଯିବେ, ତାମିଲନାଡୁରେ ଦେଖିବେ ସେମାନେ ଦେହ ସାରା ଲେମ୍ବୁ ଫୋଡ଼ି ଦିଅନ୍ତି, ତାଙ୍କ ପିଠିରେ ଦିଟା ତେଣ୍ଟା ଭଳିଆ ନଗେଇକିରି ସେ ଗୋଟେ ରଥକୁ ଟାଣନ୍ତି। ଏ ଯୋଉ ଟାଙ୍ଗି ଦିଅନ୍ତି, ଆପଣ ଦଣ୍ଡକୁ କହିଲେ, ଏ ଟଙ୍ଗା ବିଧି ସେପଟେ ଅଛି, ଆନ୍ଧ୍ରା ସାଇଡରେ ଅଛି, ବ୍ରହ୍ମପୁର ସାଇଡରେ ଅଛି, ଆଉ ତାମିଲନାଡୁ ସାଇଡରେ ଅଛି। ଆମ ବ୍ରହ୍ମପୁର ଯେହେତୁ ଆନ୍ଧ୍ର ଆଉ ଓଡିଶା ବର୍ଡରରେ ଅଛି, ସେ ସଂସ୍କାରର ପ୍ରଭାବ ଆଜ୍ଞା ଟିକେ ଆମ ଉପରେ ବି ପଡିଛି, ବୁଝିପାରୁଛନ୍ତି। ନିଶ୍ଚୟ ଗୁରୁଜୀ ଗୋଟେ କଥା ଦେଖନ୍ତୁ, ଆମେ ଠାକୁରଙ୍କୁ ଗୋଟେ ଶକ୍ତି ବା ଶକ୍ତିଶାଳୀ ମାନିଛେ, ଆଉ ଯେତେବେଳେ କିଛି ଆମେ ଅଲୌକିକ କାର୍ଯ୍ୟ କରୁଛେ ତା ମାଧ୍ୟମରେ ସେ ଈଶ୍ୱର ହିଁ କରୁଛନ୍ତି, ଏପରିକା ବି ଆମେ ମାନି ନେଇଛେ। ଏଠି ଦେଖନ୍ତୁ, ଯିଏ ଦଣ୍ଡ ରୂପରେ ଯାହାକୁ ଆମେ ବାଛୁଛେ, ସେଠି ତାଙ୍କ ଭିତରେ ଗୋଟେ ଅହଙ୍କାର ରହୁଛି। ଅହଙ୍କାର କଣ? ମୁଁ ଦଣ୍ଡ ହେବି, ମୁଁ ଦଣ୍ଡ ହେବି ମାନେ ଆଜ୍ଞା ମୁଁ କାଲିଠାରୁ ମତେ ଅନେକ ଲୋକ ପୂଜା କରିବେ, ମୋ ପାଦ ନିଶ୍ଚୟ ପାଦ ସ୍ପର୍ଶ କରିବେ, ମତେ ମୁଣ୍ଡିଆ ମାରିବେ, ମତେ ଭୋଗ ପ୍ରସାଦ ଦେବେ, ଆଉ ମତେ ଗୋଟେ ଉଚ୍ଚ ସ୍ଥିତି ମିଳିବ, ମତେ ଗୋଟେ ଗୋଟେ ଗୁରୁଙ୍କର ମର୍ଯ୍ୟାଦା ମିଳିବ। ତ ଏ ନିଶ୍ଚୟ ଅହଙ୍କାରକୁ ନେଇକିରି ସେମାନେ ପିଟା ଖାଉଛନ୍ତି, ବନ୍ଧା ହଉଛନ୍ତି, କିନ୍ତୁ ସେ ବୁଝି ପାରୁନାହାନ୍ତି, ସେ କଷ୍ଟକୁ ସହି ଯାଉଛନ୍ତି। ସେ କଷ୍ଟକୁ କାହିଁ ସହି ଯାଉଛନ୍ତି? ସେ ନିଶ୍ଚୟ ଭାବୁଛନ୍ତି ଏ କଷ୍ଟ ମାଧ୍ୟମରେ ବି ମତେ ପ୍ରଶଂସା ମିଳୁଛି, ମତେ ଖ୍ୟାତି ମିଳୁଛି, ମତେ ଅନେକ ଲୋକ ଈଶ୍ୱର ତୁଲ୍ୟ ମାନିକିରି ମତେ ପ୍ରଣାମ କରୁଛନ୍ତି। ତ ସେ ପାଗଳ, ସେ ନିଶ୍ଚୟ ସଂସ୍କାରରେ ସେ କିଞ୍ଚିତ ସୁଖ ପାଇଁ ସେ ସବୁ ଜିନିଷକୁ ସହି ଯାଉଛନ୍ତି, ପ୍ରଥମ। ଦ୍ୱିତୀୟ ଆଜ୍ଞା ହେଲା, ମଣିଷ ଦେଖନ୍ତୁ ସବୁ ଜିନିଷକୁ ସହଜ ରୂପରେ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରୁଥାନ୍ତି। ସହଜ ରୂପରେ ପାଠ ଆମେ ଠିକ ସେ ପଢିବାନି, ଆମେ ମାନସିକ କରିବା, କହିବା ପ୍ରଭୁ ପରୀକ୍ଷାରେ ପାସ୍ ହେଇଯାଆନ୍ତି କି। ଆମେ ଚାକିରି କରିବା ପାଇଁ ଆମ ଯୋଗ୍ୟତାକୁ ସଜାଡ଼ିବା ପାଇଁ ଆମେ ଚେଷ୍ଟା କରୁଥାଉ, ଅଜାଣତରେ ଆମେ ଭାବିଥାଉ, ମାନିଥାଉ, ପ୍ରଭୁ ଆପଣଙ୍କ ଆଶୀର୍ବାଦ ଥିଲେ ମୋର ଗୋଟେ ଚାକିରି ହେଇଯାଆନ୍ତା କି, ପ୍ରଭୁ ଆପଣଙ୍କ ଆଶୀର୍ବାଦ ଥିଲେ ମୋର ପିଲା ଛୁଆ ହୁଅନ୍ତା କି, ପୁଅଟେ ହୁଅନ୍ତା କି, ଆପଣଙ୍କ ଆଶୀର୍ବାଦ ଥିଲେ ଘର ଖଣ୍ଡେ ହୁଅନ୍ତା କି। ମାନେ କଣ? ସର୍ଟକଟରେ, ବହୁତ ସହଜ ନିଶ୍ଚୟ ସରଳ ଭାବରେ ଏ ଜିନିଷ ହେଇଯାଆନ୍ତା କି, ଆମେ ବ୍ୟାକୁଳତା ସହିତ ଅନ୍ଧବିଶ୍ୱାସରେ ମାନିଥାଉ। ଆଉ ଦ୍ୱିତୀୟ ଗୋଟେ କଥା, ଯୋଜନା କରିକିରି ହିଁ ଆମେ ସେ ଜିନିଷକୁ ପ୍ରାପ୍ତି କରିଥାଉ। ଏ କଥାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଜଣେ
ପରୀକ୍ଷାରେ ଯଦିଓ ପାସ୍ ହେଲା, ପରୀକ୍ଷା ଦେଇଛି ସିଏ, ପରୀକ୍ଷା ଦେଇଛି, ପାଠ ପଢିଛି, କିନ୍ତୁ ମନରେ ଯୋଉ ମାନସିକ ରୂପକ ସେ ଚିନ୍ତାଧାରାକୁ ରଖିଥିଲା, ସେ ମୂର୍ଖ ଭାବୁଛି ମାନସିକ ମାଧ୍ୟମରେ ମୁଁ ପରୀକ୍ଷା ପାସ୍ ହେଲି। ଯିଏ ଚାକିରି ପାଇଛନ୍ତି ମାନସିକ କରି, ଚାକିରି ଦବା ପୂର୍ବରୁ, ଚାକିରି ହବା ପୂର୍ବରୁ ସେ ନିଶ୍ଚୟ ଇଣ୍ଟରଭ୍ୟୁ ଦେଇଛନ୍ତି, ରିଟର୍ନ ଏକ୍ଜାମ ଦେଖିଛନ୍ତି, ତାଙ୍କ ଭିତରେ ଯୋଗ୍ୟତା ଅଛି, ସେ ଯୋଗ୍ୟତା ମାଧ୍ୟମରେ ସେ ଚାକିରିକୁ ପ୍ରାପ୍ତ କରିଛନ୍ତି, କିନ୍ତୁ ମାନସିକ ରୂପକ ମନରେ ସେ ଯେଉଁ ପାଞ୍ଚି ଥିଲେ, ଯେଉଁ ଭାବିଥିଲେ, ସେ ଭାବନାକୁ ନେଇକି ସେ ଭାବୁଛନ୍ତି ମାନସିକ ମାଧ୍ୟମରେ ମୁଁ ଚାକିରି ପାଇଲି। ଆଜ୍ଞା ଗୁରୁଜୀ। ପତି ପତ୍ନୀଙ୍କ ଯୋଜନାରେ ପିଲା ଜନ୍ମ ହଉଛନ୍ତି, କିନ୍ତୁ ସେ ଆଜ୍ଞା ଭାବି ନିଅନ୍ତି ମୁଁ ମାନସିକ କରିଥିବାରୁ ମୋର ପୁଅ ହେଲା। ମାନେ ଏସବୁ ମାନି ନେଇଥାନ୍ତି, ମାନି ନେଇଥାନ୍ତି, ନିଶ୍ଚୟ ଆଉ ସେ ଅନ୍ୟକୁ ବି ସେପରିକା ମାନେ ମିସଗାଇଡେନ୍ସ କରନ୍ତି। ତାଙ୍କୁ କହନ୍ତି ଦେଖନ୍ତୁ ମୁଁ ନିହାତି ମାନସିକ କରିଥିବାରୁ ମୋର ପିଲାପିଲି ହେଲେ, ମାନସିକ କରିଥିବାରୁ ଚାକିରି ହେଲା, ମାନସିକ କରିଥିବାରୁ ଆଜି ମୋର ଘର ହେଲା। ମାନସିକ କେମିତି ହେଲା, ମାନସିକ ମାଧ୍ୟମରେ କେମିତି ପାଇଲେ? ଆପଣ ତ ଯୋଜନା କରୁଛନ୍ତି ନା, ଆପଣ ତ କର୍ମ କରୁଛନ୍ତି ନା, ବିନା କର୍ମରେ ଯଦି କିଛି ହେଇଯାନ୍ତେ ସେଟା ଆମେ ମାନସିକ ମାନନ୍ତେ। ଏଇଟା ଅନ୍ଧବିଶ୍ୱାସ, ଏଇଟା ଅନ୍ଧବିଶ୍ୱାସ। ଦ୍ୱିତୀୟ ଯୋଉ ବଳି ପ୍ରଥା ପଛଆଡ଼େ ଉଦ୍ଦେଶ୍ୟ ହେଲା ମାଉଁସ ଖାଇବା, ଆମିଷ ଖାଇବା, ସେ ମସଲା ସାଙ୍ଗରେ ସେ ମାଉଁସକୁ ଗୋଳେଇକିରି ଯେତେବେଳେ ଆମେ ଖାଇବା, ସେ ସ୍ୱାଦକୁ ନବା, ସେ ଆନନ୍ଦକୁ ନବା। ଈଶ୍ୱର ଆସନ୍ତିନି, ଈଶ୍ୱର ଯାଆନ୍ତିନି, ଏ ସତ୍ୟକୁ ବିଲକୁଲ ଆମେ ସମସ୍ତେ ସ୍ୱୀକାର କରିବାର ଆବଶ୍ୟକ ଅଛି। ଈଶ୍ୱର ଥିଲେ, ଈଶ୍ୱର ଅଛନ୍ତି, ଈଶ୍ୱର ରହିବେ। ଗତ କାଲିର ଭିଡିଓରେ ଆମେ ଚର୍ଚ୍ଚା ହେଇଥିଲେ, ମାନେ ଆଜି ଆମେ 7 ତାରିଖରେ ଚର୍ଚ୍ଚା କରୁଛେ, 6 ତାରିଖରେ ଯୋଉ ଭିଡିଓ ରିଲିଜ ହେଇଥିଲା, ନା 7 ତାରିଖରେ, ଆଜି ହିଁ ରିଲିଜ ହେଇଥିଲା ଭିଡିଓ, 7 ତାରିଖରେ ଯୋଉ ଭିଡିଓ ଆଜ୍ଞା ରିଲିଜ ହେଇଥିଲା, ଆ ଧିରେ ଆମେ ଚର୍ଚ୍ଚା ହେଇଥିଲେ ଈଶ୍ୱର ନିତ୍ୟ ପଦାର୍ଥ। ନିତ୍ୟ ମାନେ କଣ? ଯିଏ ଥିଲେ ଅଛନ୍ତି ରହିବେ। ଈଶ୍ୱର ଅଚର, ଅଚର ମାନେ ସିଏ କୁଆଡେ ଯାଆନ୍ତିନି, କୁଆଡୁ ଆସନ୍ତିନି। ଈଶ୍ୱର ସନାତନ, ସନାତନ ମାନେ ଈଶ୍ୱର ପ୍ରତ୍ୟେକ ଶରୀରର, ସଂସାରର ପ୍ରତ୍ୟେକ ଭୌତିକ ବସ୍ତୁ ପଦାର୍ଥର ଆଧାର, ମୂଳ। ତ ଦେଖନ୍ତୁ ଶାସ୍ତ୍ର ସ୍ପଷ୍ଟ କରୁଛି ଏଠି ଈଶ୍ୱର ଆସନ୍ତିନି କିମ୍ବା ଈଶ୍ୱର ଯାଆନ୍ତିନି। ଯଦି ଶାସ୍ତ୍ର ସତ୍ୟ, ଆମ ବେଦ ବେଦାନ୍ତ ଉପନିଷଦ ସତ୍ୟ, ତାହେଲେ ଇଏ କଣ ଈଶ୍ୱର ଆସୁଛନ୍ତି? କେହି ଆଜ୍ଞା ଆସୁନାହାନ୍ତି। ସେ ସବୁ ଡ୍ରାମା ଚାଲିଛି, ସେ ସବୁ ମୂର୍ଖାମି ଚାଲିଛି। ଲୋକ ଦେଖାଣି କରୁଛନ୍ତି, ଦଣ୍ଡ ରୂପରେ ସେମାନେ ଦେଖାଣି କରିକିରି କାହାକୁ ବାଡେଇବା, ପିଟିବା, ନିଜର ପ୍ରଶଂସା କରିବା। ସେଠି ନିଶ୍ଚୟ ଏକଥା ବି ମୁଁ ଭାବୁଛି ଏମିତି ବି ହେଇଥିବ, ସେ ଗାଁରେ କିଛି ପଇସା ବି କଲେକ୍ସନ ହଉଥିବ ସେ ଯାତ୍ରା ହରିକା କରିବା ପାଇଁ। ନିହାତି ନିହାତି କରୁଛି, ନିହାତି କରୁଛି। ପଇସା କଲେକ୍ସନ କଣ, ଯାହାର ଯିଏ ମାନସିକଟା ରଖିଥାଏ, କମ ସେ କମ 3-4 ଲକ୍ଷ ଟଙ୍କା ସେଇଟା ଖର୍ଚ୍ଚ ହୁଏ। 4 ଲକ୍ଷ ଟଙ୍କା? ଏତେ କଣ ଆଜ୍ଞା। ହୁଏ ସବୁ? ଯାହାର ସେଇଟା କାହିଁକି, ଯୋଉ କଣ ରାତିରେ ଯୋଉ ପ୍ରକାର ଯାତ୍ରା ହୁଏ, ସେଇ ପ୍ରକାର ସେଇଟା ଖର୍ଚ୍ଚ ହୁଏ। ତାଙ୍କର ଯୋଉ ମାନସିକ ଥାଏ, ସେ ମନ୍ଦିରରେ କିଛି ଡିପୋଜିଟ କରିଥାନ୍ତି, ଯେ ସେଇ ଦଣ୍ଡକୁ ଆମେ ଆଣିକି ଆମର ମାନସିକ ପୂରଣ ହେଇଛି, ଆମେ ତାଙ୍କୁ ଦଣ୍ଡ ଯାତ୍ରା କରେଇବୁ ଆମ ସାମ୍ନା ଘର ଆଗରେ। ଏସବୁ ଜିନିଷ ହେଇକି ତାଙ୍କର କିଛି ଡିପୋଜିଟ ଥାଏ, ଏମିତି ହେଇକି ତାଙ୍କର ପୁଣି ତାଙ୍କର ବସ୍ତ୍ର, ପୁଣି ତାଙ୍କର ଯୋଉ ବାନା, ଏସବୁ ଜିନିଷ ଗୁରୁଛି ବହୁତ 3-4 ଲକ୍ଷ ଖର୍ଚ୍ଚ ହେଇଯାଏ। ଆଉ ଗୋଟେ ଅଲ- ସବୁଠୁ ବଡ ଜିନିଷ ଗୁରୁଛି, ନା ଗୋଟେ ସେଠି ଗଞ୍ଜାମରେ ଗୋଟେ ବହୁତ ବଡ ଜାଗାରେ ଅଛି ଗାଲେରୀ ବୋଲି, ସେଇଠି ବି ସବୁ ଠାକୁରଙ୍କୁ ସିଏ କଣ ବହୁତ ବଡ ବୋଲି ତାଙ୍କୁ ମାନନ୍ତି ସେଇଠି। ସେଇଟା ବି ସେମିତି ପୁରା କମ ସେ କମ ଗୁରୁଜି, ଅନ୍ୟ କୋଉ ଦଣ୍ଡ ଯାତ୍ରାରେ ଆସିଲେ 30-40 ଜଣ ଆସନ୍ତି, କିନ୍ତୁ ସେଇ ଦଣ୍ଡ ଯାତ୍ରାରେ ଆସିଲେ 1000 ଉପରେ ଆସନ୍ତି, 1000 ଉପରେ ଆସନ୍ତି। ତ ସେଇଠି ଆହୁରି ଟଙ୍କା ବି ଖର୍ଚ୍ଚ ହେଇଯାଏ। ସେମାନଙ୍କର ପଣା, ସେମାନଙ୍କର ରାତି ଖାଇବା, ସେମାନଙ୍କର ରାତିରେ ଯୋଉ ଯାତ୍ରା। ତାପରେ ଗୁରୁଜି ଆଉ ଗୋଟେ ଜିନିଷ ମତେ ବହୁତ ଗୋଟେ ମାନେ ଏମିତି ଲାଗୁଛି, ଖରାପ ବି ନିଜକୁ ଲାଗୁଛି, ଯଦି ଠାକୁରାଣୀ ଯାତ୍ରା ଆପଣ ମାନେ କରୁଛନ୍ତି ସେଇଠି, ତାହେଲେ ରାତିରେ କାହିଁକି ଗୋଟେ ଏତେ ବଡ ଷ୍ଟେଜ ପକଉଛନ୍ତି, ବାହାରୁ ଲୋକଙ୍କୁ ଡାକୁଛନ୍ତି, ଯାତ୍ରା କରୁଛନ୍ତି, ଯେମିତି କି କଣ, ଯେମିତି କି ଏ ଯୋଉ ଖଣ୍ଡଗିରି ନାଟ ଯେମିତି ହୁଏ, ଯେମିତି ତାକୁ ସେଇ ପ୍ରକାର ଯାତ୍ରା ଆଣିକି କରନ୍ତି। ତ ଏଇଟା ଏଇଟା ଯଦି ଏମିତି କଲେ, ସେଇଟା କାହିଁକି ଗୋଟେ ଯାତ୍ରା ପୁଣି ଆଣୁଛନ୍ତି ରାତିରେ, ସେଇ ଦଣ୍ଡ ଲୋକ ବସିକି ଦେଖୁଛନ୍ତି। ଯେ ଦିନରେ କାମ କରୁଛି, ଦିନରେ ସବୁ ଯାତ୍ରା ଖେଳଉଛି, ଦିନରେ କହୁଛି ମୋ ଦେହକୁ ଆସୁଛି, ଦିନରେ ଝୁଣା ମାରୁଛନ୍ତି, ରାତିରେ ସେଇ ସବୁ ଜିନିଷ, ଏତେ ଉଲଗ୍ନ ଜିନିଷ ଯାକ ଦେଖୁଛନ୍ତି କେମିତି? ଓହୋ ହୋ ହୋ ହୋ। ହଁ ହଁ, ବୁଝିପାରିଲି ବୁଝିପାରିଲି, ସେମିତିଆ ଜିନିଷ ବି ସେଠି ହଉଛି। ଠିକ କଥା। ମୁଁ କିଛି ଆଜ୍ଞା ଟିଭି ସିରିଏଲରେ ବି ଏସବୁ କଥାକୁ ଦେଖିଥିଲି, କିଛି ହ୍ୱାଟ୍ସଆପରେ, କିଛି ଫେସବୁକରେ ହରିକା ବି ଏସବୁ ଯାତ୍ରା କଥା ମୁଁ ଶୁଣିଥିଲି, ଦେଖିଥିଲି। ଇଏ ଦେଖନ୍ତୁ, ଏ ସବୁ ଆଜ୍ଞା ଅଜ୍ଞାନ। ଅ ଆର ଦେଖନ୍ତୁ, ସମାଜରେ ବହୁତ ସାରା ଅଜ୍ଞାନତା ବି ଚାଲିଛି। ସର୍ବପ୍ରଥମେ ନିଜକୁ ସଶକ୍ତ କରିବାକୁ ପଡିବ।
ନିଜର ବିବେକକୁ ଜାଗୃତ କରିବ। ମାନେ ନିଜର ବିବେକକୁ ନିଜେ ଆମେ ଜାଗୃତ କରି ଈଶ୍ୱରଙ୍କ ଅସ୍ତିତ୍ୱ କଥାକୁ ଆମେ ଉପନିଷଦ ମାଧ୍ୟମରେ, ବେଦ ମାଧ୍ୟମରେ, ଭଗବତ ଗୀତା ମାଧ୍ୟମରେ, ସର୍ବପ୍ରଥମେ ଆମେ ଜ୍ଞାନ ମାଧ୍ୟମରେ ପରଖିବା ଈଶ୍ୱର କିଏ, ତାଙ୍କ ସତ୍ତା କ'ଣ, ସେ କୋଉଠି କେମିତି ରୁହନ୍ତି, ସେ କଥାକୁ ବୁଝିବା। ସେ କଥାକୁ ଆମେ ନିଜେ ଆଗ ବିବେକ ହେଇକି ସ୍ୱୀକାର କରିବା। ଆଉ ଏପରିକା ଯେଉଁ ଯାତ୍ରା ଚାଲୁଛି, ଡ୍ରାମା ଚାଲିଛି, ଡ୍ରାମା ନିଶ୍ଚୟ ଯାତ୍ରା, ସେଇଥିପାଇଁ ତ ତା ନାଁ ଯାତ୍ରା ନିଶ୍ଚୟ ଦିଆଯାଇଛି। ନିଶ୍ଚୟ ନିଶ୍ଚୟ ଦଣ୍ଡ ଯାତ୍ରା। ନିଶ୍ଚୟ ଯାତ୍ରା ମାନେ କ'ଣ? ଯାତ୍ରା ମାନେ ସେମାନେ କ୍ରିଏଟେଡ୍ ଷ୍ଟୋରି, ନିଜେ ତାକୁ କ୍ରିଏଟ କରିକିରି ଧନ ଉପାର୍ଜନ କରିବା ପାଇଁ ସେମାନେ କରୁଥିବା ଯୋଜନା। ମାନେ ବସି ନିହାତି ବସି ବସିକରି କିଛି ପଇସା ତାଙ୍କୁ ପାଇଗଲେ, ଈଶ୍ୱରଙ୍କ ଦର୍ଜା ଆମେ ମୁଣ୍ଡିଆ ମାଇଲେ ତାଙ୍କୁ ଯାଇକିରି ସେ ଦଣ୍ଡ କହିକିରି ସବୁ ନେଇକିରି ବଳି ପ୍ରଥାରେ ବିଭିନ୍ନ ପ୍ରକାର ମାଉଁସ ଖାଇଲେ, ଆଇଁଷ ଖାଇଲେ, ସେ ଆଡୁ ସାଡୁଆ ଯାତ୍ରା ଦେଖିଲେ। ତ ସିଏ ନିଜ ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ସେମାନେ ଯୋଜନା କରୁଛନ୍ତି। କିନ୍ତୁ ଅନ୍ଧବିଶ୍ୱାସରେ ଆମେ ମାନେ ଯୋଉ ବାନ୍ଧି ହେଇ ଯାଉଛେ, ସେଇଟା ଆକ୍ଚୁଆଲି କହିବାକୁ ଗଲେ ଆମ ନିଜର ଭୁଲ ବି ଏକ ପ୍ରକାର, ନିଜର ଭୁଲ। କାରଣ ଆମେ ନିହାତି ମାନିବା ଗୁରୁଜୀ। ଦରକାର ଈଶ୍ୱର ଆସନ୍ତିନି, ଈଶ୍ୱର ଯାଆନ୍ତିନି। ଭୌତିକ ବସ୍ତୁ ପଦାର୍ଥ ପାଇବା ପାଇଁ ହେଲେ ଆମକୁ କର୍ମ କରିବାକୁ ପଡିବ, ଯୋଜନା କରିବାକୁ ପଡିବ। ଈଶ୍ୱର ଉପାସନାରେ ପ୍ରଥମ ଉପାସନା ହେଲା ଜୀବ ପ୍ରତି ଦୟା ରଖିବା, ସମଦୃଷ୍ଟିରେ ସଂସାରକୁ ଦେଖିବା, ପ୍ରତ୍ୟେକ ଜୀବ ଭିତରେ ସେଇ ଏକ ଈଶ୍ୱରଙ୍କୁ ଦେଖିବା। ଯଦ୍ୟ କୋଉଠି ପଶୁ ହତ୍ୟା ହଉଛି, ତାହେଲେ ସେଠି ମାନେ ଆମେ ନିଶ୍ଚୟ ବିବେକ ହେଇକି ବୁଝିବାର ଆବଶ୍ୟକ ଅଛି। ଏଠି ଆଧ୍ୟାତ୍ମିକତାକୁ ଆଧାର କରି କିଛି ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ ଏମାନେ ଯୋଜନା କରୁଛନ୍ତି। ମାନେ ଦେଖନ୍ତୁ, ମତେ ଶୁଣିଲା ନିଶ୍ଚୟ ତ ଭାରି କଷ୍ଟ ଲାଗୁଛି। 108ଟା ଛେଳିକୁ ହାଣିବା, କାଟିବା, ମାରିବା, ଇଏ କି ଆଧ୍ୟାତ୍ମିକତା ଆଜ୍ଞା? କି ଆଧ୍ୟାତ୍ମିକ? ଇଏ ମିଛ ବହୁତ। କଥା, ଆଉ ଗୋଟେ ସମ୍ପୂର୍ଣ୍ଣ ମିଛ ଗୁରୁଜୀ, କଥା। ଆଉ ଗୋଟେ ଗୁରୁଜୀ, ଆଜ୍ଞା। ଯୋଉ ଲୋକ ଦଣ୍ଡକୁ ଯାଆନ୍ତି, ତାଙ୍କର ଯୋଉ ସଦସ୍ୟ ପରିବାର ଥିବେ, ଧରନ୍ତୁ କିଏ 5 ଜଣ ରହିଲେ, କିଏ 4 ଜଣ ରହିଲେ, ଧରନ୍ତୁ କାହା କାହା ଘରେ ବହୁତ ବଡ ଫ୍ୟାମିଲି ଥାନ୍ତି, 15 ଜଣ ବି ଥାନ୍ତି। ତ ଯୋଉ ଲୋକ ଯାଏ ସିଏ ସେଇଠି ଯାହା କିଛି ପାଳନ କରନ୍ତି, କିନ୍ତୁ ଏଇ ଯୋଉ ମାନେ ଛୋଟ ଅବସ୍ଥାରୁ, ମାନେ ଗୋଟେ 5 ବର୍ଷର ଶିଶୁଠୁ ଆରମ୍ଭ କରିକି ଗୋଟେ 60 70 ବର୍ଷର ମାନେ ବୃଦ୍ଧା ବୟସ୍କ ଲୋକ ବି ସେ ଘରେ ଯିଏ ଥାଆନ୍ତି, ସିଏ ବି ସେଇ ଜିନିଷ ପାଳନ କରନ୍ତି। ଯେମିତି କି ସିଏ ଧରନ୍ତୁ ରାତି 12ଟାରେ ଖାଇବେ ନା, ଇଏ ବି ପୁରା ଠିକ ସେମିତି 4ଟା 5ଟା ହେଲେ ସେମିତି ହିଁ ଜଳ ବି ସ୍ପର୍ଶ କରିବେନି, ସେମାନେ ସେଠି ଖାଆନ୍ତି। ତା ଅର୍ଥ ଗୁରୁଜୀ ନିଜକୁ ମାରିକି ଏସବୁ ଜିନିଷ ନାଇଁ ଯୋଉ ନାଇଁ, ଦେଖନ୍ତୁ ଚାଲିଛି, ଗୋଟେ କେତେ ଦୂର କଥା। ଏଟା ଠିକ? ନାଇଁ ନାଇଁ, ଗୋଟେ କଥା ଦେଖନ୍ତୁ, ଈଶ୍ୱରଙ୍କୁ ଆମେ ଯେହେତୁ ଆସ୍ଥା ବିଶ୍ୱାସରେ ମାନିଛେ, ଅଧିକାଂଶ ଲୋକ ସେମାନେ ସତ୍ୟ କ'ଣ ତ ଜାଣିନାହାନ୍ତି, ଈଶ୍ୱରଙ୍କ ଅସ୍ତିତ୍ୱ କ'ଣ, ବେଦ ବେଦାନ୍ତ ଉପନିଷଦ ଏପରିକା ଅମୂଲ୍ୟ ସାଧନା, ଏ କଥାର ସଠିକ ପ୍ରଚାର ହଉନି। ଅଜାଣତରେ ସେମାନେ ଆସ୍ଥା ବିଶ୍ୱାସରେ ବାନ୍ଧି ହେଇକିରି ଅଛନ୍ତି। ସେମାନେ ମାନୁଛନ୍ତି, କାହିଁକି ମାନୁଛନ୍ତି? ସେ ଭାବିଥାନ୍ତି ଈଶ୍ୱରଙ୍କୁ ଆମେ ଏସବୁ ବିଧିକୁ, ଏ ପରମ୍ପରାକୁ ଆମ ବାପା ଅଜା 14 ପୁରୁଷ ଏମାନେ ମାନିଥିଲେ, ଆମେ ବି ମାନିବାର ଆବଶ୍ୟକ ଅଛି। ଆମେ ବି ମାନିଲେ ହିଁ ଆମକୁ ଶାନ୍ତି ମିଳିବ, ଆନନ୍ଦ ମିଳିବ, ସୁଖ ମିଳିବ। ମାନେ ଅଜାଣତରେ ଏମାନେ ଆଚରଣ କରୁଛନ୍ତି। କିନ୍ତୁ ଏଠି ଆଜ୍ଞା ମୂଳ କଥା ହେଲା, ଇଏ ଅର୍ଗାନାଇଜେସନକୁ ଯିଏ କରୁଛନ୍ତି, ଆ ଭିତରେ ଯେ ମେନ୍ ମେନ୍ କମିଟି ମେମ୍ବର ଅଛନ୍ତି, ସେମାନଙ୍କୁ ତାଙ୍କ ଆଜ୍ଞା ନିଜ ବିବେକକୁ ଜାଗୃତ କରି ସେମାନେ ଏ କଥାକୁ ଗଭୀର ଭାବରେ ପରଖିବାର ଆବଶ୍ୟକ ଅଛି, ଏ ଜିନିଷକୁ ବୁଝିବାର ଆବଶ୍ୟକ ଆଜ୍ଞା। ଅଛି। ଆମେ ଈଶ୍ୱର ଉପାସନା ମାଧ୍ୟମରେ ଯଦି ବଳି ଦଉଛେ, ପଶୁ ହତ୍ୟା କରୁଛେ, ଆମେ ଯଦି ସୃଷ୍ଟିକୁ ସମ୍ମାନ ଦଉନେ, ତାହେଲେ ସ୍ରଷ୍ଟାଙ୍କ ପାଖରେ ଆଜ୍ଞା ପହଞ୍ଚିବା କେମିତି? ବୁଝିପାରୁଛନ୍ତି? ନିଶ୍ଚୟ ଆଉ ଆ ମାଧ୍ୟମରେ ନିଶ୍ଚୟ ଗୁରୁଜୀ। ମଣିଷ ଭିତରେ ମାନେ ତମ ଗୁଣ ପ୍ରବଳିତ ହବ। ମାଧବ ନିଶ୍ଚୟ ତୁଲ୍ୟ ମାନବ ଦାନବ ପାଲଟି ପାଲଟି ଯିବ। ଆଜି ଛେଳିକୁ କାଟୁଛେ, କାଲି ମଣିଷକୁ ବି କାଟିଦେବା, ମଣିଷଙ୍କୁ ବି ମାରିଦେବା। କ୍ରୂର ସ୍ୱଭାବ ଉଠିବ। ଦେଖନ୍ତୁ, ଏଠି ସାଧନାରେ କୁହାଯାଉଛି, ଗୋଟେ ପିମ୍ପୁଡ଼ି ବି ସେଇ ବ୍ରହ୍ମ ହେଇ, ଗୋଟେ ମଶା ବି ସେଇ ବ୍ରହ୍ମ ହେଇ। କେତେ ଗଭୀର କଥା ଆମେ ନିଶ୍ଚୟ ଚର୍ଚ୍ଚା ଗୁରୁଜୀ। ହଉଛେ। ଏ ଚର୍ଚ୍ଚାକୁ ଯଦି ଆମେ ନ ନିଶ୍ଚୟ ବୁଝିକିରି ଆଧ୍ୟାତ୍ମିକ, ଏ ଯୋଉ ଅମୂଲ୍ୟ ଆଧ୍ୟାତ୍ମିକତାକୁ, ଏ ଅମୂଲ୍ୟ ବୈଦିକ ପରମ୍ପରାକୁ ଆମେ ଅନ୍ଧବିଶ୍ୱାସରେ ଯଦି ଆମେ ଇଏ କରିବା, ତାହେଲେ ତାର କିଛି ପ୍ରତିଫଳ ମିଳିବନି। ବରଂ ଅନ୍ଧବିଶ୍ୱାସ ବଢିବ, ଅମାନୁଷକତା ବଢିବ, ମଣିଷର ଯୋଉ ମାନେ ରାକ୍ଷସ ଗୁଣ, ତମୋ ଗୁଣ ପ୍ରବଳିତ ହବ, ସମସ୍ତେ ପୀଡାରେ ପୀଡ଼ିତ ହେବା। ସେ ଯୋଉ ବ୍ୟକ୍ତିକୁ ନିଶ୍ଚୟ ବାନ୍ଧି ଗୁରୁଜୀ। ଦିଅନ୍ତି, ନିଶ୍ଚୟ ଗୁରୁଜୀ। ବହୁତ ଲୋକଙ୍କ ଭିତରେ ଯଦି କିଛି ଡିସିଜେସ୍ ଥିବ, କିଛି ଲୋକଙ୍କର ଦେହାନ୍ତ ବି ହେଇଯାଇପାରେ। ବୁଝିପାରୁଛନ୍ତି? ଦେହାନ୍ତ ହେଇଗଲେ ନିଶ୍ଚୟ ପୋଲିସ ଗୁରୁଜୀ, କେସ୍ ଏମିତି ବି ହୁଏ, ହବ। ଏମିତି ବି କାହିଁକି ନା ହେଇଛି। ଜଣକୁ ମୁଁ ଜଣକୁ ମଣିଷକୁ ଟାଙ୍ଗିବା, ନିଆଁ ଭିତରେ ତାଙ୍କୁ ପୋଡିବା, ଇଏ କି ଭକ୍ତି? ଇଏ ମିଛ କଥା ଆଜ୍ଞା, ଅନ୍ଧବିଶ୍ୱାସ। ତାପରେ ଏଇଟା ଗୁରୁଜୀ, ସେମିତି ଗୋଟେ 45 ବର୍ଷ କି 50 ବର୍ଷ ଭିତରେ ସେଇ ଲୋକକୁ ରଖନ୍ତିନି, ଯିଏ ହେଡ୍, ମାନେ କମ ସେ କମ ତାକୁ ହେଇଥିବ 60 70 ବର୍ଷର ଗୋଟେ ବୃଦ୍ଧା ଲୋକକୁ, ତାକୁ ମାନେ ସେଠି ରଖନ୍ତି।
ଏଇ ଟାଇପ ର ହୁଏ ସେଠି, ମାନେ ଅଧା ଦେହ ଅଧା ଶରୀର ବି ତାର ପୋଡିଯାଏ। ଓହୋ ହୋ ହୋ ହୋ। ଅନ୍ଧବିଶ୍ୱାସ, ଏଇଟା ଏତେ ସମ୍ପୂର୍ଣ୍ଣ କଷ୍ଟ ହୁଏ। ଅନ୍ଧବିଶ୍ୱାସ। ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ। ଦେଖନ୍ତୁ, ଯୁଗ ଥିଲା, ବହୁତ ପୁରୁଣା ଯୁଗରେ ଆମେ ମାନେ ଈଶ୍ୱରଙ୍କୁ କେବଳ ପ୍ରକୃତିକୁ ପୂଜା କରୁଥିଲେ। ଅଗ୍ନି ଦେବତା, ବାୟୁ ଆଜ୍ଞା ଦେବତା, ବରୁଣ ଦେବତା, ଆମେ ପ୍ରକୃତିର ପୂଜା କରୁଥିଲେ। କାହିଁକି ପୂଜା କରୁଥିଲେ? ପ୍ରକୃତି ମାଧ୍ୟମରେ ଆମେ ଏ ସଂସାରରେ ଜୀବିତ ଅଛେ। ବର୍ଷା ନହେଲେ ଫସଲ ହବନି, ଫସଲ ନହେଲେ ଆମେ ଠିକ ସେ ଭୋଜନକୁ ପ୍ରାପ୍ତ କରିପାରିବାନି, ଆଉ ଜଳ ନଥିଲେ ବିଭିନ୍ନ ପ୍ରକାର ଆମେ ଅସୁବିଧାର ସମ୍ମୁଖୀନ ହେଇପାରିବା। ତେଣୁକରି ନଦୀକୁ ପୂଜା କରୁଥିଲେ, ଅ, ଅଗ୍ନିକୁ ପୂଜା କରୁଥିଲେ, ବର୍ଷାକୁ ପୂଜା କରୁଥିଲେ। ପରମ୍ପରାଗତ ଏସବୁ ପୂଜା ଥିଲା। କିନ୍ତୁ ଧୀରେ ଧୀରେ ଆମେ ଆଜ୍ଞା ଆଜି ଗୋଟେ ଏମିତିଆ ଯୁଗରେ ଆସି ପହଞ୍ଚିଛେ, ଏଠି ଆମ ପାଖରେ ସାଇନ୍ସ ଅଛି, ଟେକ୍ନୋଲୋଜି ଅଛି। ଟେକ୍ନୋଲୋଜି ବହୁତ ଭିଡ଼ିଓରେ ଆମେ ଖରାପ ବୋଲିକିରି ବି ଚର୍ଚ୍ଚା ହେଇଛେ, ଟେକ୍ନୋଲୋଜି ଭଲ ବୋଲିକିରି ବି ଆମେ ଚର୍ଚ୍ଚା ହଉଛେ। ମାନେ ଟେକ୍ନୋଲୋଜିକୁ ଆମେ ଆଜ୍ଞା ଭଲ ମନ୍ଦ ଆମ ନିଜ ଷ୍ଟାଣ୍ଡ ପଏଣ୍ଟକୁ, ଆମ ନିଜର ସେ ଟେକ୍ନୋଲୋଜିକୁ ବିନିଯୋଗକୁ ନେଇକିରି ଆମେ ତାକୁ ଭଲ ମନ୍ଦ ରୂପରେ କହିପାରିବା। ତେଣୁକରି ଟେକ୍ନୋଲୋଜି ଖରାପ ନୁହଁ, ଆମେ ତାକୁ ଭଲ ରୂପରେ ବି କୋଉଠି ସଦୁପଯୋଗ କରୁଛେ, କୋଉଠି ଇନ୍ଦ୍ରିୟ ସୁଖ ପାଇଁ ଦୁରୁପଯୋଗ କରୁଛେ। କହିବାର ତାତ୍ପର୍ଯ୍ୟ, ଆଜି ଆମ ପାଖରେ ଟେକ୍ନୋଲୋଜି ଅଛି, ଆମେ ବୁଝିପାରୁଛେ ବର୍ଷା ହବାର କାରଣ କ'ଣ, ବର୍ଷା ନ ହବାର କାରଣ କ'ଣ। ଆଜ୍ଞା ଆମେ ଆଜି ବୁଝିପାରୁଛେ ଅଗ୍ନି କ'ଣ, ଆମେ ଆଜି ବୁଝିପାରୁଛେ ଜଳ କ'ଣ, ନଦୀ କୋଉଠୁ କେମିତି ଜନ୍ମ ହଉଛି, କେମିତି ଯାଇକିରି କୋଉଠି ସମୁଦ୍ରରେ ମିଶୁଛି, ଏସବୁ କଥାକୁ ଜାଣିପାରୁଛେ। ତ କହିବାର ତାତ୍ପର୍ଯ୍ୟ, ଆଜ୍ଞା ମଣିଷ ଯେମିତି ସେତେବେଳେ ଅନ୍ଧବିଶ୍ୱାସରେ ବିଭିନ୍ନ ପ୍ରକାର ଯୋଜନା କରୁଥିଲେ ମାନେ ବର୍ଷା ଭାବି ନିଅନ୍ତେ ହେଲାନି, ବର୍ଷା ହେଲାନି, ସେ ଯାଇକିରି କିଛି ପଣ୍ଡିତ ପାଖକୁ ଯାଉଥିଲେ, କିଛି ଧର୍ମଗୁରୁଙ୍କ ପାଖକୁ ଯାଉଥିଲେ। ଯିଏ ଅସଲି ଗୁରୁ ହିଁ ଥାନ୍ତି, ସେ ସଠିକ ମାର୍ଗଦର୍ଶନ କରିବେ, ସେ ସତ ସତ କଥା କହିବେ। କହିବେ ବର୍ଷା ନ ହବାର କାରଣ ମାନସୁନ ଆସିନି, ପ୍ରକୃତିର କିଛି ତ୍ରୁଟି ଅଛି। ଆଉ କିଛି ଲୋକ ଯିଏ ନିଜର ମାନେ ସୁପରଷ୍ଟିସନକୁ ଦେଖିବା ପାଇଁ, ନିଜର ଅହଙ୍କାରକୁ ଦେଖିବା ପାଇଁ, ସେ ମିଥ୍ୟା କିଛି ମାର୍ଗଦର୍ଶନ କରିଦେଇଥାନ୍ତି। ଯଦି ବର୍ଷା ହଉନି, ବଳି ଦେଲେ ଆଜ୍ଞା ବର୍ଷା ହବ, ଏଇଟା କଲେ ସେଇଟା ହବ, ନଡ଼ିଆ ଭାଙ୍ଗିଲେ ବର୍ଷା ହବ, ଏମିତି କିଛିଟା ମାର୍ଗଦର୍ଶନ କରିଦେଇଥାନ୍ତି। କାରଣ ଦେଖନ୍ତୁ, ଆପଣ ଜଣେ ବ୍ରାହ୍ମଣ, ବ୍ରାହ୍ମଣ ମାନେ ଜଣେ ପଣ୍ଡିତ ମାନି ନିଅନ୍ତୁ, ଆପଣ ଜଣେ ପଣ୍ଡିତ, ମୁଁ ଆପଣଙ୍କ ପାଖକୁ ଗଲି, ଗୋଟେ କିଛି ମାନସିକ ଅଶାନ୍ତି ନେଇକିରି ଆପଣଙ୍କୁ ପଚାରିବା ପାଇଁ ଗଲି। ଆପଣ ଯଦି କିଛି ମୋତେ ଆଜ୍ଞା ସଜେସନ ଦେବେ, କିଛି ସାହାରା ହେବେ, କିଛି ମାର୍ଗଦର୍ଶନ କରିବେ, ମୁଁ ମାନିବି ନାଇଁ ଠିକ ଅଛି, ଇଏ ଶାସ୍ତ୍ରୀ କିଛି ଜାଣିଛନ୍ତି, ଇଏ ଭଲ। ଯଦି ମୁଁ ଆଜ୍ଞା ଆପଣଙ୍କ ପାଖକୁ ଗଲି, ଆପଣ ଯଦି ସତ କଥାଟା କହିଦେଲେ, ତ ସେଠି ମୋ ମନ କାହିଁକି ନା କାହିଁକି ସ୍ୱୀକାର କରିବନି, କହିବ ନା ନାଇଁ, ମୁଁ ମୁଁ ଜାଣିନି କି, ମୁଁ ଜାଣିଛି, ଭାବିନିଅନ୍ତୁ ମୋର ଚାକିରି ହଉନି, ମୁଁ ଜାଣିଛି ମୁଁ କମ ପାଠ ପାଠ ପଢିଛି, କିନ୍ତୁ ମୁଁ ଆପଣଙ୍କ ପାଖକୁ ଯାଇଥିଲି, ଆଜ୍ଞା ଆପଣଙ୍କ ମାଧ୍ୟମରେ କିଛି ପ୍ରାପ୍ତ କରିବାର ଉଦ୍ଦେଶ୍ୟରେ ଯାଇଥିଲି। ତ ଆପଣ ଯଦି କହିଲେ ନାଇଁ କିଛି ଆଜ୍ଞା ହବନି, ତାହେଲେ ସେଠି ମୁଁ ଅଜାଣତରେ ଆପଣଙ୍କୁ ଗୋଟେ କିଞ୍ଚିତ ମାନେ ଛୋଟ ଦୃଷ୍ଟିରେ ଦେଖିବି। ମୁଁ କହିବି ଏ ଶାସ୍ତ୍ରରେ କିଛି ଜାଣିନାହାନ୍ତି, ଆଙ୍କର ଜ୍ଞାନ ନାହିଁ, ଇଏ କ'ଣ କିଛି କହିଲେନି। ତ ଏ କଥାକୁ ନେଇକିରି ବି କିଛି ଶରୀର କିଛି ଛୋଟ ମୋଟ ବିଧି କହିଦିଅନ୍ତି। ଶିବ ମନ୍ଦିରରେ ଯାଇକିରି କ୍ଷୀର ଆଜ୍ଞା ଅର୍ପଣ କର, ତମର ଏ ମନସ୍କାମନା ପୂର୍ଣ୍ଣ ହବ। ତମେ ରାମ ମନ୍ଦିରକୁ ଯାଇକିରି ସେଠି ଲଡୁ ଭୋଗ ଦିଅ, ତମ ପରୀକ୍ଷାରେ ପାସ୍ ହେଇଯିବ। ସେମାନେ କ'ଣ କିଛି ନା କିଛି ଉପଦେଶ କହିକିରି ତାଙ୍କ ମାନସିକ ସ୍ଥିତିରୁ ତାଙ୍କୁ ଟିକେ ଉର୍ଦ୍ଧ୍ୱକୁ ନବା ପାଇଁ, କିମ୍ବା ତାଙ୍କୁ ଗୋଟେ ମାନସିକ ସାନ୍ତ୍ୱନା ଦେବା ପାଇଁ, ଏ ଡౌରିଆଟା ବାନ୍ଧ, ଇଏ ବସ୍ତ୍ର ପିନ୍ଧ, ଆଜ୍ଞା ଗାଈକୁ ଭୋଜନ ଦିଅ, ଏମିତି କିଛି ନା କିଛି ମାର୍ଗଦର୍ଶନ କରିଦେଇଥାନ୍ତି। ସେଠୁ ଏ ବ୍ୟକ୍ତି କିଛି ପାଆନ୍ତୁ କି ନ ପାଆନ୍ତୁ, ସେ ଗୋଟେ ମନରେ ଗୋଟେ ସାନ୍ତ୍ୱନା ଆଣିଲେ, ନାଇଁ ମୁଁ ଏଇ ଯୋଜନା କଲେ ମତେ ମିଳିପାରିବ, ମୋ ମନସ୍କାମନା ପୂର୍ଣ୍ଣ ହେଇପାରିବ, ଏଇପରିକା ମାନି ନେଇଥାନ୍ତି। ଆଉ ସେ ମାନିବାକୁ ନେଇକରି କିଛି ସମୟ ପାଇଁ ତାଙ୍କ ଭିତରେ ଟିକେ ସାନ୍ତ୍ୱନା ଥାଏ, ଟିକେ ମନ ଶାନ୍ତ ଥାଏ। ବୁଝିପାରୁଛନ୍ତି? ଏଇ ବିଧିକୁ ଆଜ୍ଞା ନେଇକିରି, ଏଇ ବିଧାନକୁ ନେଇକିରି, ଏଇ ସଂସ୍କୃତିକୁ ନେଇକିରି, ଏଇ ଆଚାର ଅନ୍ଧବିଶ୍ୱାସକୁ ନେଇକିରି ଅନେକ ଶରୀର ନିଜର ସ୍ୱାର୍ଥ ପୂର୍ତ୍ତି କରୁଥାନ୍ତି, ସ୍ୱାର୍ଥ ପୂର୍ତ୍ତି କରୁଥାନ୍ତି। ଆଜିକାଲି ନିଶ୍ଚୟ ଦେଖନ୍ତୁ, କରୁଛି। ସକାଳୁ ଟିଭି ଖୋଲିଲେ ଆପଣ ଦେଖିବେ ରାଶିଫଳ ଆସିଯିବ, ରାଶିଫଳ, ରାଶିଫଳ ଏଇଟା ହବ, ଆଜ୍ଞା ସେଇଟା ହବ, ଏମିତି ହବ, ସେମିତି ହବ। ଆଜିକାଲି ଆପଣ ଦେଖିବେ ବାସ୍ତୁ ଦୋଷୀ ମାନେ, ସେମାନେ ଯନ୍ତ୍ର ନେଇକିରି ବୁଲୁଛନ୍ତି, ଏମିତି ଯନ୍ତ୍ର ଧରିକି ବୁଲୁଛନ୍ତି, କୋଉ ଆଜ୍ଞା କୋଣରେ କ'ଣ ହବ। ଆମେ ଦେଖୁଛେ ଏସବୁ କଥାକୁ। ଆଜ୍ଞା ଯନ୍ତ୍ର ନେଇକିରି ଆପଣ ଆଜ୍ଞା ଆବିଷ୍କାର କରିଦେବେ, ତାହେଲେ ମାଟିରେ ଭେଦ ଅଛି, ତାହେଲେ ଈଶ୍ୱରଙ୍କ ସୃଷ୍ଟିରେ ଭେଦ ଅଛି, ତାହେଲେ ଈଶ୍ୱର କୋଉଠି ଭଲ କୋଉଠି ଆଜ୍ଞା ମନ୍ଦକୁ କରିଦେଇଛନ୍ତି। କାହିଁକି ନା ସୃଷ୍ଟିକର୍ତ୍ତା ଯେହେତୁ ଏ ସୃଷ୍ଟିକୁ ନିର୍ମାଣ କରିଛନ୍ତି, ସୃଷ୍ଟିରେ ଯଦି ଭଲ ମନ୍ଦ ଅଛି,
ଖରାପ ଅଛି, ସେ ଖରାପର ବି କାରଣ ସେ ସୃଷ୍ଟିକର୍ତ୍ତା ହିଁ। ତାହେଲେ ଠାକୁର ମାନେ ବିବେକୀ ନୁହନ୍ତି, ତାହେଲେ ଠାକୁର ବୁଦ୍ଧିମାନ ନୁହନ୍ତି, ତାହେଲେ ଠାକୁର ହଉଛି ତାଙ୍କ ପାଖରେ ସେତିକି ସଠିକ ଜ୍ଞାନ ନାହିଁ, ସେ ସମାଜକୁ ପୀଡା କରିବା ପାଇଁ ଚେଷ୍ଟା କରୁଛନ୍ତି। ବୁଝିପାରୁଛନ୍ତି? ଆମେ ଶନି ପୂଜା କରୁଛେ, ଆପଣ ଦେଖିବେ ବହୁତ ମନ୍ଦିରରେ ଲିଟର ଲିଟର ସୋରିଷ ତେଲ ନେଇକି ଢାଳି ଦଉଛନ୍ତି ପଥର ଉପରେ, ଆଜ୍ଞା ଆଜ୍ଞା ସୋରିଷ ତେଲ ଢାଳୁଛନ୍ତି। ଆଜ୍ଞା ପୁଣି ଘୋଡା ନାଲ ନେଇକରି ସେଠି କଣ ଥୁଅନ୍ତି, ପୂଜା କରନ୍ତି, ଆଉ ଶଙ୍ଖା ନେଇକରି ସେଠି କଣ ଆଜ୍ଞା ଚଢାନ୍ତି। ଇଏ ସବୁ ଆଜ୍ଞା ଦେଖନ୍ତୁ, ଆଜ୍ଞା ମଣିଷ ଯେତେବେଳେ ସର୍ଟକଟ ରେ କିଛି ପାଇବା ପାଇଁ ଚେଷ୍ଟା କରୁଥାଏ, ପରିଶ୍ରମ ନ ଆଜ୍ଞା କରି କିଛି ପ୍ରତିଫଳକୁ ପ୍ରାପ୍ତ କରିବା ପାଇଁ କିଛି ଚେଷ୍ଟା ପ୍ରଚେଷ୍ଟା କରୁଥାଏ, ଏହିପରିକା ଅନ୍ଧବିଶ୍ୱାସରେ ବାନ୍ଧିଛନ୍ତି ହେଉଥାଏ, ନିଜେ ବି ପୀଡାରେ ଦୁଃଖରେ ପୀଡ଼ିତ ଥାଏ, ନିଜର ପରିବାରକୁ ବି ପୀଡାରେ ପୀଡ଼ିତ କରୁଥାଏ। ଏସବୁ ଅନ୍ଧବିଶ୍ୱାସ। ସାଧନାରେ ନିଶ୍ଚୟ ଦେଖନ୍ତୁ, ନିଶ୍ଚୟ ଜୀବ ହତ୍ୟା ମହାପାପ, ଜୀବ ହତ୍ୟା ମହାପାପ। ଆପଣ ଘରେ ସଞ୍ଜ ଧୂପ ନ ଦେଲେ ଚଳିବ, ଆପଣ ଠାକୁରଙ୍କ ଆଲୋକ କଣ ଦେଖେଇବେ? ଠାକୁର ଜ୍ୟୋତିର ସ୍ୱରୂପ, ଆପଣ ଭୋଗ ପ୍ରସାଦ ଈଶ୍ୱରଙ୍କୁ ନ ଦେଲେ ଚଳିବ, କିନ୍ତୁ ଆପଣ ଯଦି ଜୀବ ପ୍ରତି ଦୟା ରଖୁଛନ୍ତି, ଗୋଟେ ପିମ୍ପୁଡ଼ିକୁ ବି ସମ୍ମାନ ଦଉଛନ୍ତି, ମଣିଷ ସାଙ୍ଗରେ ଭଲରେ ଶ୍ରଦ୍ଧାରେ ପ୍ରେମରେ ସମ୍ମାନ ସହିତ ବ୍ୟବହାର କରୁଛନ୍ତି, ଏଇଟା ହେଲା ପୂଜା, ଏଇଟା ହେଲା ଅସଲି ପୂଜା। ଆଜ୍ଞା ଆପଣ ଯଦି କାହାର କ୍ଷୟକ୍ଷତି କରୁନାହାନ୍ତି, କାହା ମନକୁ ଦୁଃଖ କରିବା ପାଇଁ ଦୁଃଖିତ କରିବା ପାଇଁ ଚେଷ୍ଟା ପ୍ରଚେଷ୍ଟା କରୁନାହାନ୍ତି, ଆପଣ ଯଦି ସମସ୍ତଙ୍କ ଦୁଃଖକୁ ଅନୁତାପ କରିପାରୁଛନ୍ତି, ମାନେ ଦୁଃଖକୁ ଅନ୍ୟଙ୍କ ଦୁଃଖରେ ଦୁଃଖୀ ହେଇଯାଉଛନ୍ତି, ଅନ୍ୟଙ୍କ ସୁଖରେ ଆପଣ ସୁଖୀ ହଉଛନ୍ତି, ଅନ୍ୟଙ୍କୁ ସାହାରା ହଉଛନ୍ତି, ଏଇଟା ହେଲା ପୂଜା, ଏଇଟା ହେଲା ଅସଲି ପୂଜା। କିନ୍ତୁ ଅନ୍ଧବିଶ୍ୱାସରେ ଈଶ୍ୱରଙ୍କୁ ମାନିଥିବାରୁ, କିଛି ଭୌତିକ ପରିଶ୍ରମ ନ କରି ସହଜ ରୂପରେ ଭୌତିକ ବସ୍ତୁ ପଦାର୍ଥ ପ୍ରାପ୍ତ କରିବାର ମନରେ ବ୍ୟାକୁଳତା ଥିବାରୁ ଆମେ ଅନ୍ଧବିଶ୍ୱାସରେ ବାନ୍ଧିଛନ୍ତି ହେଇଯାଉଛେ, ଦଣ୍ଡଯାତ୍ରା କରୁଛେ, ଅନ୍ଧବିଶ୍ୱାସରେ ଆମେ ନିଜେ ବି ପୀଡ଼ିତ ଅଛେ, ଅନ୍ୟଙ୍କୁ ପୀଡ଼ା ଦଉଛେ। ବୁଝିପାରୁଛନ୍ତି? ନିଶ୍ଚୟ ବନ୍ଧୁ ଆଧ୍ୟାତ୍ମିକତା ହେଲା ନିଶ୍ଚୟ ବନ୍ଧୁ ସଂଯମତାର ମାର୍ଗ। ଇନ୍ଦ୍ରିୟ ସୁଖ ପାଇଁ ଆମେ ଯଦି ଯୋଜନା କରୁଛେ, ସେଟା ଆଧ୍ୟାତ୍ମିକତା ନୁହଁ। କାହିଁକି? ଏକଥା ବୁଝିବା ଦରକାର। ସଂଯମତାରେ ଆନ୍ତରିକ ସୁଖକୁ ନେଇପାରିବା। ଇନ୍ଦ୍ରିୟଙ୍କୁ ଯେତେ ଭୌତିକ ସୁଖ ଦେବା, ଇନ୍ଦ୍ରିୟ ସେତେ ବହିର୍ମୁଖୀ ହେଇଯିବେ। ଇନ୍ଦ୍ରିୟ ରୂପକ ଘୋଡ଼ାକୁ ମାଧ୍ୟମ କରି, ଶରୀର ରୂପକ ଏ ରଥକୁ, ମନ ରୂପକ ସାରଥୀକୁ ଆଧାର କରି, ଏ ରଥରେ ବସିଥିବା ଆତ୍ମଦେବ ଏ ରଥକୁ ବିନିଯୋଗ କରୁଛନ୍ତି, ଏ ରଥ ରୂପକ ଏ ଶରୀରକୁ ସଦୁପଯୋଗ କରୁଛନ୍ତି। ତ ଇନ୍ଦ୍ରିୟ ରୂପଙ୍କ ଘୋଡ଼ାକୁ ନିୟନ୍ତ୍ରଣରେ ସେତେବେଳେ ରଖିବେ ଯେତେବେଳେ ସଂଯମତା ସହିତ ଆଧ୍ୟାତ୍ମିକତାକୁ ଆଧାର କରିବେ, ଯେତେବେଳେ ସଂଯମତା ସହିତ ଆଧ୍ୟାତ୍ମିକତାକୁ ଆଚରଣ କରିବେ ଏବଂ ଧ୍ୟାନ ଧାରଣା ସ୍ୱାଧ୍ୟାୟ କରିକି ମନକୁ ପବିତ୍ର କରିବେ, ମନକୁ ନିୟନ୍ତ୍ରଣରେ ରଖିବେ, ସେଇଟା ଅସଲି ଆଧ୍ୟାତ୍ମିକତା। ପ୍ରତ୍ୟେକ ଜୀବ ଭିତରେ ଈଶ୍ୱରୀୟ ସତ୍ତାକୁ ଦେଖିବା, ଏଇଟା ଆଧ୍ୟାତ୍ମିକତା। ଜୀବ ହତ୍ୟା ଯଦି ନିଶ୍ଚୟ ଯୋଉଠି ବି ହଉଛି, ଧିକ୍ ସେ ପୂଜା, ଧିକ୍ ସେ ପୂଜା। ସେ ନିହାତି ପୂଜାକୁ ବିରୋଧ କରିବା ନିହାତି ଦରକାର, ସେ ବଳି ପ୍ରଥାକୁ ବିରୋଧ କରିବା ଦରକାର। ସେ ପଣ୍ଡିତ ଯିଏ କାଟୁଛନ୍ତି ସେ ଛେଳିକୁ, ତାଙ୍କୁ ସେଠି ଥରେ କହିବାର ଅଛି, ଆପଣ ତ ଏତେ ଛେଳି କାଟିଲେଣି, ଆପଣଙ୍କୁ ଗୋଟେ ଆଙ୍ଗୁଠି ବଳି ଦେବା, ଆସନ୍ତୁ ଆଜି ଆପଣଙ୍କ ଆଙ୍ଗୁଠି ବଳି ଦିଆହବ। ସମସ୍ତେ ତାଙ୍କୁ ବାନ୍ଧିକିରି, ତାଙ୍କୁ ମାନେ କିଛି ବିବେକୀ ଲୋକ ମିଶିକିରି ତାଙ୍କୁ ବାନ୍ଧି ଦେବାର ଅଛି, ତାଙ୍କୁ ବାନ୍ଧିକିରି ଟାଣି ଟାଣିକି ସେଠି ନେବାର ଅଛି, କହିବାର ଅଛି ତ ଆପଣ ତ ଦଣ୍ଡ, ଆପଣ ତ ଈଶ୍ୱର, ଆପଣ ତ ଏତେ ଛେଳିକୁ ହଉଛି ମାରିକିରି, ଛେଳିକୁ ହଉଛି ବଳି ଦେଇଦେଲେ, ଆଜି ଆପଣଙ୍କ ଆଙ୍ଗୁଠି ବଳି ଦିଆହବ। ଆଙ୍ଗୁଠି ଧରି କାଟିବାର ଅଛି ସେଠି। ସେ ପୀଡ଼ାକୁ ସେ ଯେତେବେଳେ ସେ ପୀଡ଼ାକୁ ସେ ଅନୁଭବ କରିବେ, ସେ ବ୍ୟାକୁଳତାକୁ ଯେତେବେଳେ ସେ ଅନୁଭବ କରିବେ, ମୋ ଆଙ୍ଗୁଠିକୁ ଟିକେ କାଟିଲେ ଏତେ କଷ୍ଟ ହଉଛି, ମୁଁ ଛେଳିଟା ତା ବେକଟାକୁ କାଟିବି କେମିତି? ମୁଁ କି ମଣିଷ? ନିଶ୍ଚୟ ମୁଁ କି ଧର୍ମଗୁରୁ? ମୁଁ କି ପୂଜା କରୁଛି? ବୁଝିପାରୁଛନ୍ତି? ନିଶ୍ଚୟ ଏସବୁ ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ, ଇନ୍ଦ୍ରିୟ ସୁଖ ପାଇଁ କରୁଥିବା ଯୋଜନା। ଇଏ ଆଧ୍ୟାତ୍ମିକତା ନୁହଁ, ଇଏ ଆଧ୍ୟାତ୍ମିକତା ନୁହଁ। ନିଶ୍ଚୟ ବନ୍ଧୁ ତେଣୁକରି ବିବେକୀ ହେଇକିରି ଆମେ ସମସ୍ତେ ଟିକେ ଟିକେ, ଈଶ୍ୱର ଆସନ୍ତିନି, ଈଶ୍ୱର ଯାଆନ୍ତିନି, ଈଶ୍ୱର ଅଛନ୍ତି। ଈଶ୍ୱରୀୟ ସତ୍ତାକୁ ଚିହ୍ନିବା ପାଇଁ କରୁଥିବା ଯୋଜନା ହେଲା ଆଧ୍ୟାତ୍ମିକତା। ମନ ଇନ୍ଦ୍ରିୟଙ୍କୁ ସଂଯମତା କରିକିରି ଈଶ୍ୱର ପ୍ରାପ୍ତି କରିବା ପାଇଁ, ଆତ୍ମ ସାକ୍ଷାତକାର କରିବା ପାଇଁ କରୁଥିବା ବିଧି ହେଲା ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତା କାହାକୁ ମାରିବାର ପରମ୍ପରା ନୁହଁ, ଆଧ୍ୟାତ୍ମିକତା ଅନ୍ୟଙ୍କୁ ପୀଡ଼ା ଦେବାର ପରମ୍ପରା ନୁହଁ। ଆଧ୍ୟାତ୍ମିକତା କହୁଛି ତିତିକ୍ଷା ସାଧନା। ତିତିକ୍ଷା ସାଧନା କହୁଛି, ଆପଣଙ୍କୁ ଯଦି କିଏ ଗାଳି ମନ୍ଦ କରୁଛନ୍ତି, ଆପଣଙ୍କୁ ଯଦି କିଏ କଷ୍ଟ ଦେଉଛନ୍ତି, ଆପଣ ପ୍ରତିଶୋଧ ନେବାର ଭାବନା ବି ରଖିବେନି, ଆପଣଙ୍କୁ କ୍ଷମା କରିଦେବେ। ଏଇଟା ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତା ଦୟାକୁ ଶିଖାଏ, ଗୁରୁଜୀ କ୍ଷମାକୁ ଶିଖାଏ। କୁହନ୍ତୁ। ଗୁରୁଜୀ ତା ପ୍ରଭାବଟା ଏବେ ଜଷ୍ଟ ମୁଁ ଏବେ କୋରାପୁଟରେ ରହୁଛି, ମାନେ ସେପଟର ପ୍ରଭାବଟା ଏତେ ଜୋର ଏପଟେ ବି ପଡିଛି, ଯୋଉ ମାଧ୍ୟମରେ କି କୋରାପୁଟର ସବୁ ଜାଗାରେ, ଏମିତି କି କୋରାପୁଟର ସିମିଉଡା, ଦାମନଯୋଡି, ତା ପାଖ ପାଖ ଯୋଉ ଯୋଉ ଜିନିଷ ଯାକ ଲାଗିଛି,
ସବୁ ଜାଗାରେ ଏବେ ଏଇ ଦଣ୍ଡ ଯାତ୍ରାଟା ସବୁ ଜାଗାରେ ଏବେ ଚାଲିଛି। ଏଇ ବଳି ପ୍ରଥାଟା ସେପଟର ପ୍ରଭାବଟା ଏପଟେ ଏମିତି ପକେଇଛି, ଚାରିଆଡେ ବ୍ୟାପିଲାଣି, ସେଠି ଯୋଉଟା ଦେଖନ୍ତୁ କି ମୁଁ ଏବେ ଯୋଉ ଏରିଆରେ ଅଛି ମୋ ସାମ୍ନା, ମୋ ଘର ସାମ୍ନାରେ ହିଁ ସେ ଜିନିଷ ଏବେ ହଉଛି, ଦଣ୍ଡ ଯାତ୍ରାଟା। ତ ଅ, ଏସବୁର ଜିନିଷ କେତେ ଜୋର ପ୍ରଭାବଟା ପକାଏ। ଦେଖନ୍ତୁ ଗୋଟେ କଥା ହେଲା, ମୂଳ କଥା ଖରାପ ଭାବେନି। ଗୋଟେ କଥା, ଯୋଉଠି ଟିକେ ରିମୋଟ ଏରିଆ ଥାଏ, ଯୋଉଠି ଟିକେ ଲିଟରେସି ରେସିଓ କମ୍ ଥାଏ, ମାନେ ଅଜ୍ଞାନତା ଥାଏ, ଟିକେ ପଢ଼ା ଲେଖା ଲୋକ ଟିକେ କମ୍ ଥାନ୍ତି, ଅ, ସେଠି ଟିକେ ଅନ୍ଧବିଶ୍ୱାସ ବେଶୀ ଥାଏ। ଦ୍ୱିତୀୟ ନିହାତି କରୁଛି, ଏଇଟା ଦ୍ୱିତୀୟ ଠିକ କଥା ପୁରା। ଦ୍ୱିତୀୟ ଦେଖନ୍ତୁ, ଆମେ ଈଶ୍ୱରଙ୍କୁ ଆସ୍ଥା ବିଶ୍ୱାସରେ ମାନିଛେ, ବୁଝିପାରୁଛନ୍ତି, ଆସ୍ଥା ବିଶ୍ୱାସରେ ମାନିଛେ। ଆଜ୍ଞା ଆଚ୍ଛା, ଈଶ୍ୱରଙ୍କୁ ମାନିବାର ସେ ଆସ୍ଥା ଏତେ ଉଚ୍ଚ ସ୍ଥିତିରେ ଥାଏ, ଆମେ ପରଖିବା ପାଇଁ ବି ଚେଷ୍ଟା କରିନଥାଉ। ପରଖିବା ପାଇଁ ଚେଷ୍ଟା କାହିଁକି କରିନଥାଉ? ଆମ ଭିତରେ ଗୋଟେ ଅଜାଣତରେ ଏକ ଡର ଥାଏ। ଡର ଥାଏ କ'ଣ? ଠାକୁରଙ୍କ ଏ ଯେଉଁ ପରମ୍ପରା ଚାଲିଛି, ଏତେ ଲୋକ କରୁଛନ୍ତି, ଏତେ ବଡ଼ ଆୟୋଜନ ହେଉଛି, ଏଠି ବହୁତ ପଢ଼ା ଲେଖା ଜ୍ଞାନୀ ଲୋକ ଅଛନ୍ତି, ବହୁତ ବଡ଼ ବଡ଼ ଧନୀ ଲୋକ ଅଛନ୍ତି, ବହୁତ ଭଲ ଚାକିରି କରିଥିବା ବାବୁମାନେ ଅଛନ୍ତି, ମ୍ୟାଡ଼ାମ ମାନେ ଅଛନ୍ତି। ତ ଏ ସମସ୍ତେ ତ ମିଛ ନୁହଁ ନା। ଏତେ ଲୋକ ମିଶିକିରି ଆୟୋଜନ ଆଜ୍ଞା କରୁଛନ୍ତି, ତା ମାନେ ଠିକ ହେଇଥିବ, ସତ ହେଇଥିବ। ଆଚ୍ଛା, ମୁଁ ଯଦି ଏଠି ପ୍ରଶ୍ନ ଉଠେଇବି, ତାହେଲେ ମୋତେ କାଳେ କିଛି ପାପ ହବ, ତାହେଲେ ମୋର କାଳେ କିଛି ଆକ୍ସିଡେଣ୍ଟ ଇନସିଡେଣ୍ଟ ହବ, ଠାକୁର କାଳେ ରାଗିବେ, ଆଜ୍ଞା ଏପରିକା ଡର ବି ଆମ ଭିତରେ ରହୁଛି। ଏ ଡର ରହିବାରୁ ଆଜ୍ଞା ଆମେ ସେ ଆଜ୍ଞା ଜିନିଷକୁ ପରଖୁନେ, ଆମେ ସେ ଜିନିଷକୁ ଆଜ୍ଞା ପରଖି ନିରୀକ୍ଷି କରି ବୁଝିବା ପାଇଁ ଚେଷ୍ଟା କରୁନେ, ବୁଝିପାରୁଛନ୍ତି। ଆଜ୍ଞା ତେଣୁକରି ଆମ ଆସ୍ଥାକୁ ନେଇକରି ବିରାଟ ଖେଳ ଚାଲିଛି, ସେଠି ଇନ୍ଦ୍ରିୟ ଯୋଜନା ଚାଲିଛି, ଇନ୍ଦ୍ରିୟ ସୁଖ ଚାଲିଛି। ଗୋଟେ କଥା ଦେଖନ୍ତୁ, ଆମେ ଶାସ୍ତ୍ରକୁ ମାଧ୍ୟମ କରିକିରି ସାଧନା କରିବା। ଆମ ପାଖରେ ଅମୂଲ୍ୟ ଶାସ୍ତ୍ର ଅଛି, ଅମୂଲ୍ୟ ଶାସ୍ତ୍ର, ବେଦାନ୍ତ ଅଛି, ଉପନିଷଦ ଅଛି, ବ୍ରହ୍ମସୂତ୍ର ଅଛି। ଯଦି ସତ୍ୟରେ ଆମେ ଆଧ୍ୟାତ୍ମିକତାକୁ ଆଚରଣ କରିବା ପାଇଁ ଚାହୁଁଛେ, ଯଦି ସତ୍ୟରେ ଆମେ ଈଶ୍ୱରଙ୍କ ସାଙ୍ଗରେ ଯୋଡ଼ି ହେବା ପାଇଁ ଚାହୁଁଛେ, ତାହେଲେ ଆମେ କିଛି ସମୟ ବାହାର କରିକିରି ଶାସ୍ତ୍ରକୁ ପଢ଼ିବା। ଶାସ୍ତ୍ରରେ ଈଶ୍ୱରଙ୍କ ବର୍ଣ୍ଣନା କ'ଣ ଅଛି? ଶାସ୍ତ୍ରରେ ଈଶ୍ୱରଙ୍କ ବର୍ଣ୍ଣନା ଆସନ୍ତି ଯାଆନ୍ତି ଅଛି ନା ଅଛନ୍ତି ଅଛି, ଏଇଟାକୁ ବୁଝିବା। ଆଜ୍ଞା ଦ୍ୱିତୀୟ, ଶାସ୍ତ୍ରକୁ ବି ଆମେ ବୁଝିବା ଦରକାର। ଶାସ୍ତ୍ର କେବଳ ତିନିଟା ଶାସ୍ତ୍ର ହେଲା ତତ୍ଵଶାସ୍ତ୍ର: ଭଗବଦ ଗୀତା, ଉପନିଷଦ, ବ୍ରହ୍ମସୂତ୍ର। ବାକି ବହୁତ ସାରା ପୁରାଣରେ ବି ଗପ କାହାଣୀ ଲେଖା ହେଇଛି, ସେଠି ଫେର ଆମେ ସବୁ ଭ୍ରମିତ ହବାର ଅବକାଶ ଅଛି। ଦ୍ୱିତୀୟ, ଗୁରୁ କରିବାର ଆବଶ୍ୟକ ଅଛି। ତତ୍ଵଶାସ୍ତ୍ରକୁ ନିଜେ ପଢ଼ିଲେ ବି ବହୁତ କଥାକୁ ଆମେ ବୁଝିପାରିନଥାଉ। ତ ନିଜେ ଆମେ ଯଦି ଗୁରୁ କରିବା, ତତ୍ଵଜ୍ଞାନୀ ଗୁରୁଙ୍କ ପାଖକୁ ଯିବା, ବସିବା, ସେଠି ଆମେ ଏ କଥାକୁ ପରଖି ପାରିବା, ବୁଝିପାରିବା। ଦ୍ୱିତୀୟ ଗୋଟେ କଥା ଆଜ୍ଞା ଦେଖନ୍ତୁ, ସବୁ ଜିନିଷ ଆମକୁ ଆଖି ଆଗରେ ଦେଖାଯାଉଛି, କିନ୍ତୁ ଆମେ ଡର ଭୟକୁ ତ୍ୟାଗ କରି ବିବେକୀ ହେଇକିରି ଯଦି ପ୍ରଶ୍ନ କରିବା, ଯିଏ ବି ଆଜ୍ଞା ଏ କୁପ୍ରଥାକୁ ପରିଚାଳନା କରୁଛନ୍ତି, ତାଙ୍କ ସମ୍ମୁଖରେ ଯଦି ଆମେ ଟିକେ ଧୈର୍ଯ୍ୟକୁ, ସାହସକୁ ପ୍ରବଳିତ କରି ତାଙ୍କୁ ଯଦି ଆମେ କିଛି ପ୍ରଶ୍ନ କରିବା, କହିବା ଆଜ୍ଞା ଠାକୁର କୋଉ ଶାସ୍ତ୍ରରେ ବଳି ପ୍ରଥା ଲେଖିଛନ୍ତି? କୋଉ ଶାସ୍ତ୍ରରେ ଠାକୁର କହିଛନ୍ତି ଛେଳିକୁ କାଟିବା, କୁକୁଡ଼ାକୁ କାଟିବା, ମଣିଷକୁ ଟାଙ୍ଗିବା? ଏ ଯେଉଁ ସାଧନା ବିଧିକୁ ଆପଣ ଏଠି ଆଚରଣ କରୁଛନ୍ତି, ଏ ସାଧନା ବିଧିର ଆଧାର କ'ଣ? ସର୍ବପ୍ରଥମେ ପ୍ରଶ୍ନ ଆମେ ପଚାରିବା। ଏ ସାଧନା, ଆମର ତ ସନାତନ, ଆମେ ସନାତନୀ ମାନେ, ଆମର ଆଧାର ହେଲା, ମୂଳ ହେଲା ବେଦ। ଆଜ୍ଞା ବେଦରେ କୋଉ ମନ୍ତ୍ରରେ, କୋଉ ଶ୍ଲୋକରେ ଲେଖା ହେଇଛି ଏ ବଳି ପ୍ରଥା? ବେଦରେ କୋଉ ଶ୍ଲୋକରେ ଲେଖା ହେଇଛି ମଣିଷକୁ ଏମିତି ଟାଙ୍ଗିବା, ବାଡେଇବା, ତତଲା ବାଲିରେ ମଣିଷକୁ ଗଡେଇବା? ସେ ମଣିଷ ଦିନମାନ ଯାକ ଉପାସ ରହିବ, ସେ ମଣିଷ ରାତିରେ ଫେରେ ଯାଇକିରି ମଢ ଖାଇବ, ସେ ଫୁଙ୍ଗୁଳା ଡ୍ୟାନ୍ସ ଦେଖିବ? କୋଉଠି ଲେଖା ହେଇଛି? ଇଏ ପ୍ରଚାର କୋଉଠି ଲେଖା ହେଇଛି? ଏ ପ୍ରଥା କୋଉଠି ଲେଖା ହେଇଛି? ତାଙ୍କୁ ସର୍ବପ୍ରଥମେ ଶାସ୍ତ୍ରର ବ୍ୟାଖ୍ୟା ପଚାରିବା ପ୍ରଥମେ। ଦ୍ୱିତୀୟ, ଆମେ ସେମିତିଆ ଅନୁଷ୍ଠାନକୁ ସାହାଯ୍ୟ କରିବାନି। ମନସା ବାଚା କର୍ମଣା, ଆମେ ସେ ଅନୁଷ୍ଠାନ ସାଙ୍ଗରେ ଯୋଡ଼ି ହେବାନି। ଆମେ ଆର୍ଥିକ ସାହାଯ୍ୟ କରିବାନି, ଆମେ ସେ ଅନୁଷ୍ଠାନ ପାଖକୁ ଯିବାନି, ଆମେ କିଛି ବି ସହଯୋଗ କରିବାନି ସେମିତି ଅନୁଷ୍ଠାନ ସାଙ୍ଗରେ। ଏସବୁ କଥାକୁ ଯେତେବେଳେ ଆମେ ସମସ୍ତେ ଧୀରେ ଧୀରେ ଗୋଟେ ଗୋଟେ କଥା ବୁଝିବା, ଗୋଟେ ଗୋଟେ କଥାକୁ ମାନିବା, ଯେଉଁଠି ମଣିଷକୁ ବାଡ଼ଉଛନ୍ତି, ଯେଉଁଠି ମଣିଷକୁ ମାନେ ସୃଷ୍ଟିକୁ ଭଲ ପାଉନାହାନ୍ତି, ସୃଷ୍ଟିକୁ ପୀଡ଼ା ଦେଉଛନ୍ତି, ଯେଉଁଠି ସୃଷ୍ଟିକୁ ବିନାଶ କରୁଛନ୍ତି, ସୃଷ୍ଟିକୁ ପୀଡ଼ିତ କରୁଛନ୍ତି, ସେଠି ସ୍ରଷ୍ଟାଙ୍କ ପାଖରେ ଆମେ କେମିତି ପହଞ୍ଚିବା?
ସ୍ରଷ୍ଟାଙ୍କ ସାଙ୍ଗରେ ଆମେ କେମିତି ନିଶ୍ଚୟ। ଯୋଡି ହେବା, ସ୍ରଷ୍ଟାଙ୍କ ପାଖକୁ ଆମେ କେମିତି ଯିବା। ମଣିଷକୁ କାଟୁଛନ୍ତି, ଟାଙ୍ଗୁଛନ୍ତି, ପଶୁକୁ ମାରି ଦଉଛନ୍ତି। ଯୋଉଠି ଅହଙ୍କାର ଭାବ ଅଛି, ଯୋଉଠି ପ୍ରତିଶୋଧ ନେବାର ଜିଜ୍ଞାସା ମନ ଭିତରେ ଅଛି, ସେଇଟା କୋଉ ପରିକା ଈଶ୍ୱର ସଂଗଠନ, ସେଇଟା କୋଉ ପରିକା ସାଧନା। ବୁଝିପାରୁଛନ୍ତି। ଏକରେ ଆମେ ସେ ଅନୁଷ୍ଠାନକୁ ସାହାଯ୍ୟ କରିବାନି, ସେ ଅନୁଷ୍ଠାନ ସାଙ୍ଗରେ ଯୋଡି ହେବାନି। ଦ୍ୱିତୀୟ, ସେମିତିଆ ଅନୁଷ୍ଠାନ ଯୋଉଠି ବି ହଉଛି ଯେତିକି ହବ ଏ କଥାକୁ ବିବେକ ହେଇକି ପରଖନ୍ତୁ। ଯେତିକି ହବ ଆମକୁ ବିରୋଧ କରିବାର ବି ଆବଶ୍ୟକ ଅଛି, ବିରୋଧ କରିବାର ଆବଶ୍ୟକ ଅଛି। କାହିଁକି ନା ଧର୍ମ ରକ୍ଷତି ରକ୍ଷିତାମ୍, ଧର୍ମର ରକ୍ଷା କଲେ ହିଁ ଶାନ୍ତିର ରକ୍ଷା ହେଇପାରିବ। ଯେଉଁ ଭଗବତ ଗୀତାରେ ଭଗବାନ କୃଷ୍ଣ ଗୁରୁ ଥିଲେ, କୃଷ୍ଣ ବିବେକୀ ଥିଲେ। କୃଷ୍ଣ ରୂପକ ସେ ଶରୀର ନିଜେ ବ୍ରହ୍ମାନୁଭୂତି କରିଥିଲେ, ନିଜେ ବ୍ରହ୍ମ ଚିହ୍ନିଥିଲେ। କିନ୍ତୁ ସେ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ କାହିଁ ପ୍ରେରିତ କରିଥିଲେ? ସେ କ୍ରୂର ସ୍ୱଭାବ, ସେ ଅମାନୁଷିକ ସ୍ୱଭାବ, ସେ ସ୍ୱାର୍ଥୀ ସ୍ୱଭାବ, ସେ ଅହଙ୍କାରୀ ସ୍ୱଭାବ ଥିବା ସେ କୌରବଙ୍କ ବିନାଶ ହେଲେ ହିଁ ଶାନ୍ତିର ସ୍ଥାପନା ହେଇପାରିବ। ସେ ଯେଉଁ ଶରୀର ନିଜେ ଅନ୍ୟଙ୍କୁ ପୀଡ଼ା ଦେଇକିରି, ନିଜେ ଅନ୍ୟଙ୍କୁ ବାଧା ଦେଇକିରି ଯିଏ ସୁଖ ଉପଭୋଗ କରିବା ପାଇଁ, ଶାନ୍ତି ଉପଭୋଗ କରିବା ପାଇଁ ଅମାନୁଷିକ କାମ କାର୍ଯ୍ୟ କରୁଛନ୍ତି, ସେ ସମାଜକୁ, ସେ ବ୍ୟକ୍ତିକୁ, ସେ ଶରୀରକୁ ବିରୋଧ କରିବାର ଆବଶ୍ୟକ ଥିଲା। ତେଣୁକରି ସେଠି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବା ପାଇଁ କହିଥିଲେ। ତ ସେମିତି ଆମେ ବି ଏଠି ଆଂଶିକ ଯଦ୍ୟ ବିରୋଧ କରିବା, ତାଙ୍କୁ ସହଯୋଗ କରିବାନି, ତାହେଲେ ଏ ପ୍ରଥା ଧୀରେ ଧୀରେ କମିବ। এটা ସମ୍ପୂର୍ଣ୍ଣ ନିଶ୍ଚୟ। ଅନ୍ଧବିଶ୍ୱାସ। ସମ୍ପୂର୍ଣ୍ଣ ଠାକୁର ଆସନ୍ତିନି, ଠାକୁର ଯାଆନ୍ତିନି, ଠାକୁର ଅଛନ୍ତି। ଈଶ୍ୱର ପ୍ରାପ୍ତି କରିବା ପାଇଁ ଯେତେ ସଂଯମତାକୁ ରକ୍ଷା କରିବେ, ଯେତେ ଇନ୍ଦ୍ରିୟ ମନକୁ ନିଗ୍ରହ କରିକି ତାଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରିବେ, ସେତେ ଅନ୍ତର୍ଯାତ୍ରା କରିପାରିବେ। ଆଉ ସୃଷ୍ଟିକୁ ଯେତେ ଭଲ ପାଇବେ, ସୃଷ୍ଟିକୁ ଯେତେ ଆତ୍ମୀୟତା ସହିତ ସମ୍ମାନ ଦେବେ, ପ୍ରତ୍ୟେକ ଜୀବ ପ୍ରତି ଯେତେ ସମ୍ମାନ, ପ୍ରେମ, ଶ୍ରଦ୍ଧା ଭାବ ରଖିବେ, ସେତେ ମନ ସ୍ୱଚ୍ଛ ହବ, ସେତେ ମନ ନିର୍ମଳ ହବ, ସେତେ ମନ ଶାନ୍ତ ହବ, ସେତେ ମନ ତୃପ୍ତ ହବ, ସେତେ ମନ ଭିତରେ ବିବେକ ଜାଗୃତ ହବ। ସେ ବିବେକୀ ମନ ତେବେ ଯାଇକି ଆନ୍ତରିକ ସୁଖକୁ ନେଇପାରିବ, ବ୍ରହ୍ମାନୁଭୂତି କରିପାରିବ, ଈଶ୍ୱର ପ୍ରାପ୍ତି କରିପାରିବ। ନଚେତ୍ ଆମେ ଯେଉଁ ଧନକୁ, ନିଶ୍ଚୟ। ସମୟକୁ ବୃଥା କରୁଛେ, ଇନ୍ଦ୍ରିୟ ସୁଖର ଯୋଜନା କରୁଛେ, ଏଇଟା ଈଶ୍ୱରୀୟ ଉପାସନା ନୁହଁ, ଏଇଟା ଆଚରଣ ଯୋଗ୍ୟ ନୁହଁ, ଏଇଟା ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ, ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ। ନିଶ୍ଚୟ। ଆଉ ଗୋଟେ କଥା ଦେଖନ୍ତୁ, ଇଏ ଅନ୍ଧବିଶ୍ୱାସକୁ ବିରୋଧ କରିବା ବି ଟିକେ ସମୟ ଲାଗିବ। ଏ ଅନ୍ଧବିଶ୍ୱାସ ଏକଦମ ପରିବର୍ତ୍ତନ ହବନି। ଅନେକ ଲୋକ ମାନିଛନ୍ତି, ସେଠି ତାଙ୍କୁ ସୁଖ ମିଳୁଛି। ସୁଖ ମିଳୁଛି କ'ଣ? ସେ ଯେଉଁ ଦଣ୍ଡଯାତ୍ରା ଯିଏ ବି ଆୟୋଜନ କରୁଛନ୍ତି, ତାଙ୍କୁ ଟିକେ ପ୍ରଶଂସା ମିଳୁଛି। ଇଏ ଦଣ୍ଡଯାତ୍ରାର ହେଡ୍, ଇଏ ଦଣ୍ଡଯାତ୍ରା, ସେମାନେ ଆଜ୍ଞା। କିଛି ମାମର୍ତ୍ତଗିରି କରୁଛନ୍ତି ନା, ସେ ମାମର୍ତ୍ତଗିରି ମାଧ୍ୟମରେ ଆଜ୍ଞା। ତାଙ୍କୁ ପ୍ରଶଂସା ମିଳୁଛି। ଇଏ ହେଡ୍ ଅଛନ୍ତି, ନିଶ୍ଚୟ। ଇଏ ହଉଛି ପ୍ରେସିଡେଣ୍ଟ ଅଛନ୍ତି, ଇଏ ସେକ୍ରେଟାରୀ ଅଛନ୍ତି। ଆଜ୍ଞା। ଏ ବ୍ୟକ୍ତିକୁ ଦଣ୍ଡ ନାଗନ୍ତି, ଠାକୁର ନାଗନ୍ତି। ସେ ବ୍ୟକ୍ତି ବି ଟଙ୍ଗା ନଉଛନ୍ତି, ଓହଳୁଛନ୍ତି, ନିଆଁରେ ମୁହଁକୁ ପୋଡୁଛନ୍ତି, ଦେହକୁ ପୋଡୁଛନ୍ତି, ପୀଡାରେ ପୀଡିତ ହଉଛନ୍ତି। କିନ୍ତୁ ତାଙ୍କ ଭିତରେ ଗୋଟେ ଅହଙ୍କାର ଅଛି, ମୁଁ ଦଣ୍ଡ, ମୁଁ ଗୋଟେ ସୁପର ଷ୍ଟେସନ, ମୁଁ ଗୋଟେ ଈଶ୍ୱର, ମତେ ଅନେକ ଲୋକ ମୁଣ୍ଡିଆ ମାରିବେ, ମତେ ଅନେକ ଲୋକ ପାଦ ସ୍ପର୍ଶ କରିବେ, ମତେ ଦକ୍ଷିଣା ଦେବେ। ସେଠି ସେ ବି ଅହଙ୍କାରରେ ବାନ୍ଧି ହେଇକି ଅଛନ୍ତି। ଆଉ ସେ କୁପ୍ରଥାକୁ ଦେଖିକିରି, ସେ କୁସଂସ୍କାରକୁ ଦେଖିକିରି ଅନେକ ଲୋଭୀ ଲୋକ ବି ବାନ୍ଧି ହେଇ ଯାଉଥାନ୍ତି। ଲୋଭୀ ଲୋକ ଯିଏ କହନ୍ତି ବିନା ପଢିକିରି ମୁଁ ଚାକିରି ପାଇଁ ଯିବି, ଯିଏ କହନ୍ତି ବିନା ଯୋଜନାରେ ଆଜ୍ଞା। ମୁଁ ପୁତ୍ର ପ୍ରାପ୍ତି କରିଦେବି, ଯିଏ କହନ୍ତି ମୁଁ ଆଜ୍ଞା। ବିନା ପଇସାରେ, ବିନା ଖଟିକିରି ମୁଁ ଗୋଟେ ଘରଟେ କରିଥିବି। ଯେ ଲୋଭୀ ଲୋକ ବି ଏଥିରେ ବାନ୍ଧିଛନ୍ତି ହେଇଯାଆନ୍ତି। ଆଙ୍କ ମାନେ ଆଙ୍କ ପ୍ରଲୋଭରେ ପୀଡ଼ିତ ହେଇଯାଆନ୍ତି, ଆଙ୍କ ଏ ଯେଉଁ ଜାଲରେ ଫସି ଯାଆନ୍ତି। ବୁଝିପାରୁଛନ୍ତି। ନିହାତି କରୁଛି। ଆମେ ସମସ୍ତେ ବିବେକୀ ହେଇକିରି, ଆଉ ସବୁଠାରୁ ଦେଖନ୍ତୁ, ସବୁଠାରୁ ଗୋଟେ ବଡ଼ କଥା, ଏ ଯେଉଁ ଚର୍ଚ୍ଚାକୁ ମୁଁ ଏ ଯେଉଁ କଥାକୁ କହିବା ପାଇଁ ଚାହୁଁଛି, ଆଉ ଯଦି ବିବେକୀ ହିଁ ସମସ୍ତେ ଶୁଣିବେ, ଆମ ପାଠ୍ୟାଂଶରେ ଯଦ୍ୟ ପରାବିଦ୍ୟାକୁ ସାମିଲ କରାଯିବ, ପରାବିଦ୍ୟା, ଭଗବତ ଗୀତା, ଉପନିଷଦ, ଆମେ ପାଠ ପଢୁଛେ, ଆମେ ପାଠ ପଢିବା ସଙ୍ଗେ ସଙ୍ଗେ ଆମେ ଯଦି ଉପନିଷଦକୁ ପଢିବା, ଭଗବତ ଗୀତାକୁ ପଢିବା, ଏ ଅନ୍ଧବିଶ୍ୱାସରୁ ମୁକ୍ତ ରହିବା, ନିଜେ ଶାନ୍ତି ଆନନ୍ଦରେ ରହିବା, ଅନ୍ଧବିଶ୍ୱାସରେ ବାନ୍ଧି ଛନ୍ଦି ହବାନି, କାହାକୁ ପୀଡ଼ା ଦବାନି, ସମଦୃଷ୍ଟିରେ ସଂସାରକୁ ଦେଖିବା। ଭୁଲ କରିବା ପାଇଁ ସମସ୍ତେ ଡରିବେ, ଭୁଲ କେହି ଆଜ୍ଞା। କରିବେନି ଯଦ୍ୟ ପରାବିଦ୍ୟାର ପ୍ରଚାର ହବ। ଜଣେ ଶିଶୁ ଯଦ୍ୟ ଛୋଟବେଳେ ଠାରୁ ଭଗବତ ଗୀତାକୁ ପଢିବ, ଉପନିଷଦକୁ ପଢିବ, ବ୍ରହ୍ମ ବିଦ୍ୟାକୁ ପଢିବ, ସେ ଶିଶୁକୁ
ଯଦିଓ କେହି କୋଟିଏ ଟଙ୍କା ଦେଇକରି ଗୋଟେ ମଶାକୁ ମାରିବା ପାଇଁ କହିଲେ ବି ସେ ମଶାକୁ ମାରିବନି। ସେ ପଇସାକୁ ଛି କରିଦେବ, ପଇସାକୁ ଛାର କରିଦେବ, କିନ୍ତୁ ଜୀବ ହତ୍ୟା କେବେ କରିବନି ସେ। ତେଣୁକରି ଯଦିଓ ଏ ଯେଉଁ ଭିଡ଼ିଓକୁ ଯଦିଓ କିଏ ବିବେକୀ ଶରୀର ଦେଖିବେ, ବୁଦ୍ଧିଜୀବୀ ଶରୀର ଦେଖିବେ, ତାଙ୍କ ବିବେକ ଜାଗୃତ ହେବ। ନିଶ୍ଚୟ ଏ କୁପ୍ରଥାକୁ ବିରୋଧ କରିବା ପାଇଁ ସେ ଚେଷ୍ଟା କରିବେ। ଆଉ ନିଶ୍ଚୟ ତାଙ୍କ ବିବେକ ଜାଗୃତ ହେଲେ ସେ ପ୍ରୟାସ କରିବେ ପାଠ୍ୟାଂଶରେ ଆମ ପରାବିଦ୍ୟାକୁ, ଆମ ବ୍ରହ୍ମଜ୍ଞାନକୁ ସାମିଲ କରିବେ, ଯାହା ମାଧ୍ୟମରେ ଆମେ ନିଶ୍ଚୟ ନିଶ୍ଚୟ ଅସଲି ଆଧ୍ୟାତ୍ମିକତାକୁ ଆଚରଣ କରିବା, ସଂଯମତା ସହିତ ଆନ୍ତରିକ ସୁଖକୁ ନେବା, ଶରୀରକୁ ଆରୋଗ୍ୟ ରହିବା, ମାନେ ଶରୀରକୁ ଆରୋଗ୍ୟ ରଖିପାରିବା, ମନକୁ ଶାନ୍ତ ସ୍ଥିର ତୃପ୍ତ କରିପାରିବା, ସମଦୃଷ୍ଟିରେ ସମସ୍ତଙ୍କର ସାହାରା ହେଇପାରିବା। ଆଧ୍ୟାତ୍ମିକତା ଅନ୍ୟକୁ ପୀଡ଼ା ଦେବା ନୁହେଁ, ଆଧ୍ୟାତ୍ମିକତା ପୀଡ଼ାକୁ ନିଜେ ସହିକିରି ମଧ୍ୟ ଅନ୍ୟକୁ ସୁଖ ଦେବା, ଅନ୍ୟଙ୍କୁ ଆନନ୍ଦ ଦେବା, ଅନ୍ୟଙ୍କର ସାହାରା ହେବା, ଏଇଟା ଆଧ୍ୟାତ୍ମିକତା। ବୁଝିପାରୁଛନ୍ତି? ତିତିକ୍ଷା ସାଧନା ଗୋଟେ ଅଛି, ଆଜ୍ଞା ତିତିକ୍ଷା ସାଧନା। ତିତିକ୍ଷା ସାଧନା ଦେଖନ୍ତୁ କେତେ ଉଚ୍ଚ କୋଟିର ସାଧନା। ଶୀତ ଉଷ୍ଣକୁ ସମାନ ଭାବରେ ସହିବା, କାହାର ଅପମାନକୁ ବି ମନରେ ପ୍ରତିଶୋଧ ଭାବନା ରଖିବାନି, ତାଙ୍କୁ କ୍ଷମା କରିଦେବା। ତାଙ୍କ ମାନସିକ ସ୍ଥିତି ସେମିତି ଭୁଲ ଥିବାରୁ ସେ ପାଗଳ, ସେ ପାଗଳିଆମିରେ ମୋତେ ଅପମାନ କରିଛନ୍ତି, କିନ୍ତୁ ମୁଁ ପାଗଳ ନୁହଁ, ମୁଁ ସାଧକ, ମୁଁ ସାଧନାରେ ଅଛି, ମୁଁ ତାଙ୍କୁ କ୍ଷମା କରିଦେବି, ମୁଁ ପ୍ରତିଶୋଧ ଭାବନା ବି ମନରେ ରଖିବିନି। ଆଧ୍ୟାତ୍ମିକତା ଏଇଟା। ଦୟାଭାବ, କ୍ଷମାଭାବ, ପ୍ରେମ ଭାବ, ସମଦୃଷ୍ଟି। ଯେମିତି ମୁଁ ସେମିତି ପ୍ରତ୍ୟେକ ଶରୀର। ଯେମିତି ମୋତେ ଟିକେ ଚୁମୁଡ଼ି ଦେଲେ କାଟୁଛି, ସେମିତି ଗୋଟେ ପିମ୍ପୁଡ଼ି, ହାତୀ, ଗୋଟେ ଜୀବ, ତାକୁ ବି ଟିକେ ଚୁମୁଡ଼ି ଦେଲେ, ତାକୁ ଟିକେ କାଟିଲେ ତାକୁ ବି ବାଧା ହେବ, ତାକୁ ବି କଷ୍ଟ ହେବ। ଅନ୍ୟଙ୍କ କଷ୍ଟକୁ ଅନୁଭବ କରିବା, ଅନୁତାପ କରିବା, ନିଜେ ରିଏଲାଇଜ କରିବା, ଏଇଟା ଆଧ୍ୟାତ୍ମିକତା। ବୁଝିପାରୁଛନ୍ତି? ଭଲ ହେଲା ଆଜିର ଆଜ୍ଞା ଚର୍ଚ୍ଚା। ଠିକ ଅଛି, ଧୀରେ ଧୀରେ ଏସବୁ ଜ୍ଞାନ ସମାଜରେ ବ୍ୟାପିଲେ ଆମ ବିବେକ ଜାଗୃତ ହେବ। ଆମେ ଅନ୍ଧବିଶ୍ୱାସରେ ନିଶ୍ଚୟ ଯେଉଁ ବିଭିନ୍ନ ଇନ୍ଦ୍ରିୟ ସୁଖ ପାଇଁ ଆଧ୍ୟାତ୍ମିକତାକୁ ଆଚରଣ କରୁଛେ, ସେ ସବୁ ଜିନିଷକୁ ତ୍ୟାଗ କରିବା, ଅନ୍ଧବିଶ୍ୱାସର ଊର୍ଦ୍ଧ୍ୱକୁ ଯିବା, ଶାସ୍ତ୍ର ଅନୁଯାୟୀ ସାଧନା କରିବା, ସମଦୃଷ୍ଟିରେ ସଂସାରକୁ ଦେଖିବା, ନିଜେ ଆନନ୍ଦରେ ରହିବା, ସମାଜର ଆନନ୍ଦରେ ଆମେ ସହାୟକ ହେଇପାରିବା। ଭଲ ଲାଗିଲା ଆଜିର ଚର୍ଚ୍ଚା। ଆଜିର ଆଜ୍ଞା ଚର୍ଚ୍ଚାକୁ ଗୁରୁଜୀ। ଏଠି ବିଶ୍ରାମ ଦେବା। ଠିକ ପ୍ରଣାମ ଅଛି। ଗୁରୁଜୀ। ପ୍ରଣାମ ପ୍ରଣାମ, ହରି ଓମ୍।